बर्तमान आम म्यूजिक सहित नीरव रहा माँ को आस्पुरा करवा माँ का आशीर्वाद भिक्षा करवा साइलेंस। ओवर गोटे मिनिट आम माँ का नाम माँ माँ जप कर माँ 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 Ma 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 Over. प्रेयर बोलियो मु प्रेयर टा बोल देन तमे प्रेयर बोलियो दुर्गा स्तर मा तुम बगीचार दिने मो बसी मा तुम बगीचार दिने मो बसी भाबो भाबो तुम कथा मो आसीबा दिन कथा भाबो भाबो तुम कथा मो आसीबा दिन कथा आखि खोली देखे जहा हुए मो खुशी मा तुम बगीचार दिने मो बसी मा तुम बगीचार दिने मो बसी मोते फूल करी देई हृदय महक भरिल केते कोमलता देई मोर तनु सजाइल मोते फूल करी देई हृदय महक भरिल केते कोमलता देई मोर तनु सजाइल ओठर पाखुड़ा मोर उठई थरी तुम सुरभित पवनर दिगकु बारी मा तुम आकाश को चाहे मो नीति मा तुम आकाश को चाहे मो नीति मनर जड़ता डेई पारे ना मो ताको छुई मनर जड़ता डेई पारे ना मो ताको छुई मोते से डाकई किंतु दिवस निशी
মা তুম ବଗିଚାରେ ଦିନେ ମୁଁ ବସି, ମା ତୁମ ବଗିଚାରେ ଦିନେ ମୁଁ ବସି, ଭାବୁ ଭାବୁ ତୁମ କଥା, ମୋ ଆସିବା ଦିନ କଥା, ଭାବୁ ଭାବୁ ତୁମ କଥା, ମୋ ଆସିବା ଦିନ କଥା, আখি খোলি দেখে যাহা হুয়ে মো খুশি, মা তুম বগিচারে দিনে মো বসি, মা তুম বগিচারে দিনে মো বসি, দিনে মন আইনারে দেখে আকাশ মধুরে, কহে আসিছি ମୁଁ ଆଜି ତୋର ଆଲୋକକୁ ଖୋଜି, ଦିନେ ମନ ଆଇନାରେ ଦେଖେ ଆକାଶ ମଧୁରେ, କହେ ଆସିଛି ମୁଁ ଆଜି ତୋର ଆଲୋକକୁ ଖୋଜି, ସେ ଆଖିରେ ତା ଛବିକୁ ଦେଇଛି ଆଙ୍କି ତୁମ ପ୍ରେମର ସଙ୍ଗୀତ ଗାଏ ମୋ ମନ ପକ୍ଷୀ, ମା ତୁମ ବଗିଚାରେ ଦିନେ ମୁଁ ବସି, ଭାବୁ ଭାବୁ ତୁମ କଥା, ମୋ ଆସିବା ଦିନ କଥା, ଭାବୁ ଭାବୁ ତୁମ କଥା, ମୋ ଆସିବା ଦିନ କଥା, ଆଖି ଖୋଲି ଦେଖେ ଯାହା ହୁଏ ମୋ ଖୁସି, ମା ତୁମ ବଗିଚାରେ ଦିନେ ମୁଁ ବସି, ମା ତୁମ ବଗିଚାରେ ଦିନେ ମୁଁ ବସି। ସେହି ଯୁଗ ଆଗତ ସେହି ଦିନ ଯେତେବେଳେ ସମଗ୍ର ବିଶ୍ୱ ଭାରସ୍କନ୍ଧରେ ବହନ କରି ଭାରତ ଜନନୀ ଉଠୁଅଛି, ଆସମାତଃ ପ୍ରକାଶ ହୁଅ। ମାତଃ ଦୁର୍ଗେ ତୋର ସନ୍ତାନ ଆମ୍ଭେମାନେ ତୋ ପ୍ରସାଦରେ ତୋ ପ୍ରଭାବରେ ମହତ୍ କାର୍ଯ୍ୟ ମହତ୍ ଭାବରେ ଉପଯୁକ୍ତ ହେଉ। ହେ ମାତଃ ବିନାଶ କର କ୍ଷୁଦ୍ରତା, ବିନାଶ କର ସ୍ୱାର୍ଥ, ବିନାଶ କର ଭୟ। ମାତଃ ଦୁର୍ଗେ କାଳୀ ରୂପିଣୀ ନିର୍ମନ୍ନ ମାଳିନୀ ଦିଗମ୍ବରେ କୃପାଣ ପାଣି ଦେବୀ ଅସୁର ବିନାଶିନୀ, କ୍ରୂର ନିଦାଦରେ ଅନ୍ତଃ ସ୍ତରୀକୁ ବିନାଶ କର। ଗୋଟି ବି ଯେପରି ଆମ୍ଭମାନଙ୍କର ମଧ୍ୟରେ ଜୀବିତ ରହି ନପାରେ, ବିମଳ ନିର୍ମଳ ଯେପରି ହେଉ ଏହି ପ୍ରାର୍ଥନା ମାତଃ ପ୍ରକାଶ ହୁଅ। ମାତଃ ଦୁର୍ଗେ ସ୍ୱାର୍ଥ ଭୟ କ୍ଷୁଦ୍ର ସୀତାରେ ମିରମଣ ଭାରତ, ହେ ମାତଃ ଆମ୍ଭମାନଙ୍କୁ ମହତ୍ କର, ମହତ୍ ପ୍ରୟାସୀ କର, ଉଦାର ଚେତା କର, ସତ୍ୟ ସଂକଳ୍ପ କର, ଯେପରି ଆଉ ଅଳ୍ପାସୀ ନିଶ୍ଚେଷ୍ଟ ଅଳସ ଭୟଭୀତ ନ ହଉ। ମାତଃ ଦୁର୍ଗେ ଯୋଗ ଶକ୍ତି ବିସ୍ତାର କର, ଆମେ ହିଁ ତୋର ପ୍ରିୟ ଆର୍ଯ୍ୟ ସନ୍ତାନ। ଆମମାନଙ୍କର ମଧ୍ୟରେ ଲୁପ୍ତ ଶିକ୍ଷା, ଚରିତ୍ର, ମେଧାଶକ୍ତି, ଶ୍ରଦ୍ଧା, ଭକ୍ତି, ତପସ୍ୟା, ବ୍ରହ୍ମଚର୍ଯ୍ୟ, ସତ୍ୟ ଜ୍ଞାନ ବିକାଶ କରି ଜଗତରେ ବିତରଣ କର। ମାନବ ସହାୟ ଦୁର୍ଗତି ନାଶିନୀ ଜଗଦମ୍ବେ ପ୍ରକାଶ ହୁଅ। ମାତଃ ଦୁର୍ଗେ ଅନ୍ତଃ ସ୍ତରୀକୁ ସଂହାର କରି ବାହାର ବାଧା ବିଘ୍ନ ନିର୍ମଳ କର। ବଳଶାଳୀ ପରାକ୍ରମୀ ଉନ୍ନତ ଚେତାର୍ଯ୍ୟାତି ଭାରତର ପବିତ୍ର କାନନେ, ଉର୍ବର କ୍ଷେତ୍ରେ ଗଗନ ସହଚର ପର୍ବତ ତଳେ ପୂତ ସଲିଲା ନଦୀ ତୀରେ, ଏକତା ପ୍ରେମ ସତ୍ୟ ଶକ୍ତି ଶିଳ୍ପ ସାହିତ୍ୟ ବିକ୍ରମ ଜ୍ଞାନରେ ଶ୍ରେଷ୍ଠ ହୋଇ ନିବାସ କରୁ। ମାତୃଚରଣେ ହେ ପ୍ରାର୍ଥନା ମାତଃ ପ୍ରକାଶ ହୋ। ମାତଃ ଦୁର୍ଗେ ଆମ୍ଭମାନଙ୍କ ମଧ୍ୟରେ ଯୁଗଳରେ ପ୍ରବେଶ କର, ଆମ୍ଭେମାନେ ହୋଇ ଉଠିବୁ ତୋର ଯନ୍ତ୍ର ଅଶୁଭ ବିନାଶିନୀ ତରବାରୀ, ଅଜ୍ଞାନ ତିମିର ବିନାଶିନୀ ପ୍ରଦୀପ। ହେ ମାତଃ ଭାରତର ଯୁବକଗଣଙ୍କ ଏହି ବାସନା ପୂର୍ଣ୍ଣ କର, ଯନ୍ତ୍ରୀ ହୋଇ ଯନ୍ତ୍ର ଚଳାଅ, ସୁମନ୍ତ୍ରୀ ହୋଇ ତୋର ବାରି ଘୁରାଅ, ଜ୍ଞାନ ଦୀପ୍ତି ପ୍ରକାଶିନୀ ହୋଇ ପ୍ରଦୀପ ଧର ପ୍ରକାଶ ହୁଅ। ମାତଃ ଦୁର୍ଗେ ତୋତେ ପାଇଲେ ବିସର୍ଜନ କରିବୁ ନାହିଁ, ଶ୍ରଦ୍ଧା ଭକ୍ତି ପ୍ରେମ ଡରରେ ବାନ୍ଧି ରଖିବୁ,
आसमातः आम्भमानଙ୍କର मन प्राण शरीर रे प्रकाश हो धीर मार्ग प्रस्थनी आस विसर्जन करिबु नाही आम्भमानଙ୍କର समग्र जीवन हो निरवच्छिन्न मातृप्रिया आम्भମାନଙ୍କ सकल कार्य हो अविरत पवित्र प्रेममय शक्तिमय मातृसेवा व्रत हो यहाँ प्रार्थना मातः भारत रे आविर्भूत हो प्रकाश हो प्रकाश हो प्रकाश महिमा परम प्रभु श्री अरविंद उपस्थित मातृभूमि समस्त बंदी मातरम नमस्कार आज आमर बहुत खुशी दिन जेहेतु आम सब चाहूँ जे काली प्रोग्राम थिला सी भालुपाली से कैनसल होगा मुझे रातिर ये अपान को फोन कली आर कहनी जे आम गोटे भाईटे आसुचन आमर संगठ से अजय पल्लई बोलसन से बहुत दूरिया आसीचन आम कि माँ बाणी से गाँ गाँ स्कूल कॉलेज सबुआड़े जाकि से कहूचन आर आम से जगह उपस्थित रहा कहनी आउ से भाई अजय भाई आर कि माँ श्रीनंदर दिव्य स्थापना नारीर भूमिका उपर किसी कहबे से प्रणाम आर द लोटस फीट ऑफ द डिवाइन मदर करुणामयी माँ परम प्रभु श्री अरविंद उपस्थित समस्त मातृ संतान सामने फोटो आम देखुचे आम जानले ये फोटो हूँ श्रीमा और श्री अरविंद तो गोटे कथा आम कौन माँ सिंधु ग्रहण करवा संसार जहाँ कौन ठीक नहीं ना आम तो खाऊचु पीऊचु ऐसा आराम करुचु बिलवाड़ी अच्छी जमबाड़ी अच्छी चाषबास करुचु घर द्वार अच्छी छुआ तो पाठशाला पढ़ाऊचु लाइफ तो जहाँ ठीक ठाक अच्छी पुणी कौन भगवान भगवान एटा कौन किसी आवश्यकता नहीं तेज बर्तमान गोटे कथा आम समस्त चिंता करवा संसार जो प्रकार अवस्था रे अच्छी चोरी डकायत हो ना नहीं मारधर हो ना नहीं हणाकटा हो कि नहीं कोर्ट कचेरी हो ना नहीं थाना फांडी हो ना नहीं तेणु जड़े आउ जन प्रति शत्रुता आचरण कर बोमा फुटा हो कि नहीं खंडा भुजाली कारबार हो ना नहीं ताले एटा कहया भल संसार एटा भल संसार कि एटा तो भल संसार नुहे तो गोटे कथा चिंता करवा ये भल संसारटा गढ़िया हेले आ कौन करवा समस्ते जहाँ कर ना समस्ते गोटा करूना नुआ करी किसी करवा समाज बदलवा किसी नुआ करी करने पड़ो अन्य मान जोड़ा करा करवा ना तो गोटे बड़ कथा अन्य माने नीति नियम द्वारा चलुँच आम नीति नियम द्वारा चलवा नहीं चलवा कि से नीतिटा अन्य माने तैयारी करता नीति नुह निजे तैयारी करता नीति क्या गोटे कथा कहुई विदाउट डिसिप्लिन मैन इज नो बेटर दैन एन एनिमल ता माने कौन श्रृंखला बिना मनुष्य कौन सी गुण रे पशु ठारू उन्नत नुहे विदाउट डिसिप्लिन मैन इज नो बेटर दैन एन एनिमल तेना श्रृंखला समस्त आवश्यक श्रृंखला जावाई नियम आवश्यक तेना प्रत्येक व्यक्ति ता निज किसी नियम तैयारी करिवो किंतु से जो नियम तथाकथित नियम नुह को बही लिखाई को मैंने कहीदी अन्य मैंने कौन बतई से नुह मो भितर कौन आवश्यक अच्छी मो अनुभव करी मो भीतर आवश्यकता अनुसार मो नियम को तैयारी करी नीतिनिष्ठ हेबी नहीं क्या नीति दरकार पड़े बदल ना नीति नियम दरकार पड़े बदल है गोटे छोटिया उदाहरण दूँ जड़े तार पितृपुरुष को श्राद्ध दौला है सब पणस पत्र आउ पत्र सब 13टा लेखा भाग करी विभिन्न चाउल पत्र दे सब पिंड दिखती घरे गोटे पोषा बिलई अच्छी सी कौन कला ना सी मुहटा मारदेला थरे अईठा करदेला माने
ଗଲା ଆଉ ସେଇଟା ହେଇପାରିବନି, ପୁଣି ତାକୁ କାଢ଼ିବ, ଆଉ ଥରେ ପୁଣି କରିବ। ଏମିତି 2-3 ଥର ହେଲା ପରେ ବିଗିଡ଼ି ଗଲା ଲୋକଟା ହେଲା। ଶେଷରେ କ'ଣ କଲା, ସେ ବିଲେଇକି ସେ ଯୋଉଠି ପୂଜା କରିଥିଲା ଏଠି ଗୋଟେ ଘରର ଖୁଣ୍ଟିଟା ଅଛି, ତା ବାନ୍ଧିଦେଲା। ବାରମ୍ବାର ଆସି ମୁହଁ ମାରି ଦଉଛି, କେ ବାନ୍ଧିଦେଲା। ତାର ଯୋଉ ପୁଅଟା, ଛୋଟିଆ ପିଲାଟା, ସେ ଦେଖୁଥିଲା ବିଲେଇ କେମିତି ବାରମ୍ବାର ମୁହଁ ମାରିବା ଫଳରେ ସେ ବନ୍ଧା ହେଇଗଲାଣି। ବର୍ତ୍ତମାନ ଛୋଟିଆ ଛୁଆ ଦେଖୁଛି ମୋ ବାପା ପିଣ୍ଡ ପକେଇଲା ବେଳେ ବିଲେଇ ବାନ୍ଧୁଛନ୍ତି ହେଲା। ବର୍ଷେ ଗଲା, 2 ବର୍ଷ ହେଲା, 3 ବର୍ଷ ହେଲା, ଏମିତି ପ୍ରତିବର୍ଷ ସେ ପିଣ୍ଡ ଦେବା ପୂର୍ବରୁ ଆଗ ବିଲେଇକି ବାନ୍ଧିଦବ, ତାପରେ ପିଣ୍ଡ ଦବ, ନହେଲେ ସେ ମୁହଁ ମାରି ଦଉଛି ନା। ହେଲେ ଏଇ ଯୋଉ ଛୁଆଟି ସିଏ ଦେଖେ ମୋ ବାପା ପ୍ରତିବର୍ଷ ପିଣ୍ଡ ଦେଲା ବେଳେ ବିଲେଇ ବାନ୍ଧୁଛନ୍ତି, ତେଣୁ ଇଏ କ'ଣ କଲା, କିଛି ଦିନ ଗଲା ପରେ ତାର ବାପା ମରିଗଲା, ଏ ଛୁଆଟିର ବାପା ମରିଗଲା, ଯିଏ ପିଣ୍ଡ ପକଉଥିଲା ସେ ମରିଗଲା। ବର୍ତ୍ତମାନ ଏ ପିଲା ପିଣ୍ଡ ପକେଇବ, ଯଦି ଏ ପିଲା ପିଣ୍ଡ ପକେଇବ, ସେ ଦେଖିଛି ମୋ ବାପା ପିଣ୍ଡ ପକେଇଲା ବେଳେ ବିଲେଇ ବାନ୍ଧୁଥିଲେ ହେଲା। ତେଣୁ ଗୋଟେ ବିଲେଇ ଦରକାର। ଏବେ ତ ତାଙ୍କ ଘରେ ଆଉ ପୋଷା ବିଲେଇ ନାହିଁ, ତେଣୁ 15 ଦିନ ଆଗରୁ ଗାଁ ସାରା ବୁଲି ବୁଲିକି ଖୋଜିଲା ଗୋଟେ ବିଲେଇ। ଆଉ ଯେମିତି ବିଲେଇଟେ ପାଇଗଲା, ତାକୁ ଆଣିକି ଘରେ ପାଚିଆ ଢାଙ୍କିକି ରଖିଲା, ଖୁଣ୍ଟିରେ ବାନ୍ଧିକି ରଖିଲା। ପିଣ୍ଡ ପକା ସରିଲେ ତାକୁ ବିଦା କରିଦା ହବ। ପିଣ୍ଡ ପକା ହବା ପର୍ଯ୍ୟନ୍ତ ସେ ଘରେ ବନ୍ଧା ହେଇକି ଥିବ ହେଲା। ତେଣୁ ତାପରେ ଯେତେବେଳେ ପିଣ୍ଡ ପକେଇଲା, ଆଣିଲା, ଆଉ କୋଉଠି ରଖିଲା, ସେଇ ଖୁଣ୍ଟିରେ, ତା ବାପା ଯୋଉ ଖୁଣ୍ଟିରେ ବାନ୍ଧେ, ଇଏ ତା ଗଲା ସେଇ ଖୁଣ୍ଟିରେ ବାନ୍ଧେ। ଜଣେ ପଚାରିଲେ, ଆରେ ତୁ ପିଣ୍ଡ ତ ପକେଇଲୁ, ବିଲେଇଟା କାହିଁ ବାନ୍ଧିଛୁ? ମୋ ବାପା ପିଣ୍ଡ ପକେଇଲା ବେଳେ ବିଲେଇ ବାନ୍ଧୁଥିଲା, ତେଣୁ ମୁଁ ବି ସେଇଟା କରୁଛି ହେଲା। ଆମେ ଠିକ ସେଇଆ କରୁଛୁ ନା ନାଇଁ? ଆମ ଘରେ ଆମ ପୂର୍ବପୁରୁଷ କ'ଣ କରିଥିଲେ, ଆମ ଶାଶୁ ଶ୍ୱଶୁର କ'ଣ କରିଥିଲେ, ଆମ ଜେଜେ ଶାଶୁ ଜେଜେ ଶ୍ୱଶୁର କ'ଣ କରିଥିଲେ, ଆମେ ବର୍ତ୍ତମାନ ସେଇଟା କରୁଛୁ ହେଲା। ନହେଲେ କ'ଣ ହବ, ଶାଶୁ ବିଗିଡ଼ିବେ, ଶ୍ୱଶୁର ବିଗିଡ଼ିବେ, ଘର ଅନ୍ୟମାନେ ବିଗିଡ଼ିବେ। ତେଣୁ ଅନ୍ୟମାନେ କାହିଁକି ବିଗିଡ଼ିବେ? ଯାହା କହୁଛନ୍ତି ମୁଁ ସେଇଆ କରିଦେଲେ ଗଲା। ଆଉ ଆମେ ଏଇଟା କରୁଛୁ ନା ନାଇଁ? ତାମାନେ କ'ଣ କରୁଛୁ, କାହିଁକି କରୁଛୁ ଜାଣିନ। ଏଇ ଯୋଉ ଛୁଆ ବିଲେଇଟା ଆଣି ବାନ୍ଧିଲା, କାହିଁକି ତା ବିଲେଇ ବାପା ବିଲେଇ ବାନ୍ଧୁଥିଲା ସେ କ'ଣ ଜାଣିଛି? ସେ କାଲି ଦେଖିଛି ମୋ ବାପା ପିଣ୍ଡ ପକେଇଲା ବେଳେ ବିଲେଇ ବାନ୍ଧୁଥିଲା, ସୋ ଦ୍ୟାଟ୍ ମୁଁ ବିଲେଇ ଆଣିକି ବାନ୍ଧିବି। ହେଲେ କାହିଁକି ବାନ୍ଧୁଥିଲା ଜାଣିନି। 3ଟା କଥାକୁ ଆମକୁ ଗୁରୁତ୍ୱ ଦେବାକୁ ପଡ଼ିବ। ମୁଁ କ'ଣ କରୁଛି, ମୁଁ କାହିଁକି କରୁଛି, ଆଉ କି ଭାବରେ କରୁଛି ହେଲା। 3ଟା ଯାକ ଜିନିଷ ଦରକାର। ଏ 3ଟା ଯାକ ଭାବନା ଯଦି ରହିଲା, ତାହେଲେ ଆମେ ନୂଆ କରି ଜୀବନ ବଞ୍ଚିବା। କ'ଣ କହିଲି 3ଟା? ମୁଁ କ'ଣ କରୁଛି, ମୁଁ ରୋଷେଇ କରୁଛି, ଘର ଝାଡୁ କରୁଛି, ବାସନ ମାଜୁଛି ହେଲା। ତେଣୁ ମୁଁ କିଛି ନା କିଛି କାମ କରୁଛି। ହେଲେ କାହିଁକି କରୁଛି? ଆଉ ମୁଁ ରୋଷେଇ ନ କଲେ ଅନ୍ୟମାନେ ଘରେ ଖାଇବେ କେମିତି? ଅନ୍ୟମାନେ ଖାଇବା ପାଇଁ କରୁଛି ହେଲା। ତାର ରୋଷେଇ କରାହେଉଛି ଖାଇବା ପାଇଁ, ନହେଲେ ବଞ୍ଚିବୁ କେମିତି? ଆଚ୍ଛା, କି ଭାବରେ କରାହେଉଛି? ଯଦି ରୋଷେଇ କଲି ଠିକ ଅଛି, ଭଗବାନଙ୍କର ପ୍ରସାଦ ଭାବିକି କରୁଛି କି ରୋଷେଇଟା? ମୁଁ ରୋଷେଇ କରୁନି, ଭଗବାନଙ୍କର ପ୍ରସାଦ ବନଉଛି, ଭାବନା ଅଛି। ମୁଁ ଘର ଝାଡୁ କରୁନି, ମାଙ୍କ ଘର ଝାଡୁ କରୁଛି, ଭାବନା ଅଛି। ମୁଁ ଛୁଆକୁ ଖାଇବାକୁ ଦଉନି, ମୋ ମାଙ୍କ ପିଲାକୁ ଖାଇବାକୁ ଦଉଛି। ମୋ ଶାଶୁ ଶ୍ୱଶୁରଙ୍କୁ ମୁଁ ସେବା କରୁନି, ମୋ ମାଙ୍କର ସେବା କରୁଛି। ମୋ ସ୍ୱାମୀର ସେବା ମୁଁ କରୁନି, ମୋ ମାଙ୍କ ପିଲାର ସେବା କରୁଛି। ମୋ ଘରର କାମ ମୁଁ କରୁନି, ମୋ ମାଙ୍କ ଘରର କାମ କରୁଛି। ମୁଁ ବିଲବାଡ଼ିରେ କାମ କରୁନି, ମୋ ମାଙ୍କ ବିଲରେ କାମ କରୁଛି। ମୁଁ ପନିପରିବା ଚାଷ କରୁନି, ମୋ ମାଙ୍କ ବିଲରେ ପନିପରିବା ଚାଷ କରୁଛି। ମୋ ବିଲରେ ମୁଁ କାମ କରୁନି। ଭାବନା ଅଛି ନାହିଁ? ତେଣୁ ତୃତୀୟ ଦିଗଟା ହେଲା ମୁଁ କି ଭାବରେ କରୁଛି ହେଲା। ପଣ୍ଡିଚେରୀ ଆଶ୍ରମକୁ ଜଣେ ସାଧକ ନୂଆ କରି ଆସିଲେ। ସେ ଆଗରୁ ବହୁତ ପାଠ ପଢିଛନ୍ତି, ଯେହେତୁ ବହୁତ ପାଠ ପଢିଛନ୍ତି, ଇଞ୍ଜିନିୟରିଂ ପାଠ ପଢିଛନ୍ତି, ତେଣୁ ତାଙ୍କର ବିଜନେସ୍ ସେଠି କରିବେ ବୋଲି ଆସିଛନ୍ତି। ତାପରେ ଆଶ୍ରମର କିଛି ଲୋକଙ୍କ ସହିତ ତାର ସବୁଦିନ ଭେଟ ହଉଛି।
ସମୁଦ୍ର କୂଳରେ ପଚାରନ୍ତି ଆଚ୍ଛା ତମେ ଏଠି କୋଉଠି ଅଛ ସବୁଦିନ କ'ଣ ଆସୁଛ ଏଠି ଏକ୍ସରସାଇଜ କରୁଛ ନା ଆମେ ଆଶ୍ରମରେ ଅଛୁ ଆଉ ଆଚ୍ଛା ତମ ଆଶ୍ରମରେ ଯୋଉ କାମ କରୁଛ ପଇସା କେତେ ପାଉଛ ଦରମା କେତେ ପାଉଛ ନାଇଁ ନାଇଁ ଏଠି ଦରମା ନାହିଁ ହେଲା ତେଣୁ ଆଶ୍ରମରେ ଆମେ କାମ କରୁଛୁ ଆମର ଦରମା ନାହିଁ ମାଗଣା କାମ କରୁଛ ହଁ କ'ଣ ଭାଇ ନା କାମ କଲେ କାମ ଦ୍ୱାରା ଆମର ସାଧନା ହଉଛି ଆମର ଯୋଗ କରୁଛୁ ଆମେ ଭଗବାନଙ୍କୁ ପ୍ରାପ୍ତ କରିବୁ ତେଣୁ ଆମକୁ ପଇସା ଆମକୁ ଭଗବାନଙ୍କୁ ପ୍ରାପ୍ତ କରିବନି ତେଣୁ ଆମେ ପଇସା ଉଦ୍ଦେଶ୍ୟରେ କରୁନୁ ତେଣୁ ଏଇ ବ୍ୟକ୍ତି ଜଣକ ଚିନ୍ତା କଲେ ଯଦି ମାନେ ମାଗଣା କାମ କରୁଛନ୍ତି ମୁଁ ଯେ ତାଙ୍କୁ ନେଇକି ମୋ ବ୍ୟବସାୟରେ ଲଗାଏ ତାହେଲେ ତ ଭଲ କାମ କରିବି ତାଙ୍କୁ ମୁଁ ଅଧିକ ଖାଇବା ପିଇବା ରହିବା ସବୁ ବ୍ୟବସ୍ଥା କରିଦେବି ହେଲା ତେଣୁ ମାଇଁ ସ୍ଥିର କଲେ ପଣ୍ଡିଚେରୀରେ ତାଙ୍କୁ ନେଇକି ବ୍ୟବସାୟ ଆରମ୍ଭ କରିବେ ତେଣୁ କେମିତି ମାନେ କାମ କରି ତା ମନକୁ କିଣିବା ପାଇଁ ସେ ମଝିରେ ମଝିରେ ଭୋଜି ବ୍ୟବସ୍ଥା କରନ୍ତି ଏଇ ଯୋଉ ମଝିରେ ମଝିରେ ଭୋଜି ବ୍ୟବସ୍ଥା କରନ୍ତି ସେଥିରେ ବ୍ୟକ୍ତିଙ୍କୁ ଡାକନ୍ତି ଆଉ ମଧ୍ୟ କେତେ ଜଣଙ୍କୁ ଆସନ୍ତି ତେଣୁ ଏଇ ଯୋଉ କେତେ ଜଣ ଆସନ୍ତି ତାଙ୍କ ଭୋଜିରେ ଯୋଗ ଦିଅନ୍ତି କିଛି ସାଧକ ଯାଇ ମାଆଙ୍କୁ କହିଲେ ମା ଆମ ଆଶ୍ରମରେ ଥାଇ କିଛି ଲୋକ ବାହାରେ ଗୋଟେ ଲୋକର ଭୋଜିରେ ଯାଇକି ଯୋଗ ଦଉଛନ୍ତି କ'ଣ ହେଲା ଆଶ୍ରମରେ ରହିକି ବାହାର ଲୋକର ଭୋଜିରେ ଯାଇ ଯୋଗ ଦଉଛନ୍ତି ଏଟା ତ ଆଶ୍ରମ ବେନିୟମ କାମ ହେଇଗଲା ଆଶ୍ରମ ନୀତିକୁ ଭାଙ୍ଗାଇଲେ ତେଣୁ କୋଉମାନେ ସେମିତି କରୁଛନ୍ତି ଡାକିଲେ ତାଙ୍କୁ ଡାକିଲେ ତେଣୁ ସାଧକ ମାନେ ଆସିଲେ ମାଆଙ୍କ ପାଖରେ ଚୁପକି ମୁଣ୍ଡକୁ ପୋତିକି ରହିଲେ କହିଲେ ଆଜି ଆମକୁ ମା ଗେଟ୍ ଆଉଟ୍ କରିବେ ହେଲା ଆଜି ଆମକୁ ମା ଗେଟ୍ ଆଉଟ୍ କରିଦେବେ ସେଠୁ ମା କହିଲେ ଆଚ୍ଛା ମୁଁ ଶୁଣିଲି ତମେ ସେ ଲୋକର ଘରକୁ ଯାଇକି ଭୋଜି ଖାଉଛ ପାର୍ଟିରେ ଯୋଗ ଦଉଛ କହିଲେ ହଁ ହଁ ମା ମଙ୍ଗିଲେ ସତ କଥା ମଙ୍ଗିଗଲେ କେତେଥର ଗଲଣି କେତେ ଥର ଗଲୁଣି ଆଚ୍ଛା ଆଚ୍ଛା ତାଙ୍କୁ କେବେ ଆଶ୍ରମକୁ ଇନଭାଇଟ୍ କରିଛ ନା ଯାଅ ମଣିଷ ରକ୍ଷା ପାଇଗଲା ହେଲା ଯାଅ ମଣିଷ ରକ୍ଷା ପାଇଗଲା ଭାବିକି ରହିଗଲେ ନିଶ୍ଚିତରେ ତାପରେ ମା ଯେହେତୁ କହିଲେନି ତାଙ୍କୁ ଇନଭାଇଟ୍ କର ଇଏ ତାଙ୍କୁ ଡକେଇଲେ ପ୍ରଥମେ ଆଣି ମାଆଙ୍କ ପାଖରେ ପହଞ୍ଚେଇଲେ ଏ ସିଧା ଲମ୍ତମ ଗୋଡ଼ତଳେ ପଡ଼ିଗଲେ ଓ ମଦର କହି ସିଧା ଲମ୍ତମ ଗୋଡ଼ତଳେ ପଡ଼ିଗଲେ ଆଉ ଥରେ ଯିଏ ମାଆକୁ ମା ବୋଲି କହିଦେଇଛି ଜାଣିଥାଅ ସେ ମାଆଙ୍କ କ୍ଲୋଜ୍ ଭିତରେ ରହିଲା ମାନେ ହାତ ମୁଠା ଭିତରେ ରହିଲା ସେ ଆଉ କୁଆଡ଼େ ଖସିକି ଯାଇପାରିବନି ଯୁଆଡ଼େ ଘୁରି ଘୁରି ଯାଉଥିଲେ ବି ପୁଣି ମା ତାକୁ ତା ପାଖକୁ ଆଣିବେ ତା ଲାଇଫ୍ରେ ରିସ୍କ ନେଇଯାଆନ୍ତି ଯେ ଥରେ ମାଆକୁ ମା ବୋଲି ସ୍ୱୀକାର କରିଦିଏ ତା ଲାଇଫ୍ରେ ରିସ୍କ ମା ନେଇଯାଆନ୍ତି ବର୍ତ୍ତମାନ ଏଇ ବ୍ୟକ୍ତିର ଅବସ୍ଥା ଠିକ୍ ସେ ଯାଇଛି ତା ଲାଇଫ୍ରେ ରିସ୍କ ମା ନେଇଗଲେ ତାପରେ ଦିନେ କହିଲେ ଆଚ୍ଛା ମୁଁ ଶୁଣିଲି ତମେ ଭଡ଼ାରେ ରହିଛ ଭଡ଼ାରେ କାହିଁ ରହୁଛ ଆମେ ତମ ଘର ଦ୍ୱାର ଦେବୁ ତମ ଖାଇବା ପିଇବା କଥା ବୁଝିବୁ ତମର ବେଶ ପୋଷାକ ଅଗଡ଼ ବଡ଼ ଦେହ ପା ସବୁ କଥା ଆମେ ବୁଝିବୁ କିନ୍ତୁ ତମେ ଆଶ୍ରମ ପାଇଁ କାମ କରିବ ଭଗବାନ ପାଇଁ କାମ କରିବ କହିଲେ ହଁ କରିବି କ୍ଲାସ୍ ସକାଳଠୁ ତାପରଠୁ ଆସିଲେ କାମ କରିବେ ହେଲେ କୋଉ କାମ କରିବେ ଯେହେତୁ ଏରୋନଟିକ୍ ଇଞ୍ଜିନିୟରିଂ ପାଠ ପଢ଼ିଛନ୍ତି ତେଣୁ ଗୋଟେ ଇଣ୍ଡଷ୍ଟ୍ରି ଖୋଲିବା ପାଇଁ ଯୋଜନା କଲେ ମାଆକୁ ମାଗିଲେ କହିଲେ ମା ତମର ସାହାଯ୍ୟ ଦରକାର ମୁଁ ବିଜନେସ୍ ଆରମ୍ଭ କରିବି ତେଣୁ ତମର ସାହାଯ୍ୟ ଦରକାର କହିଲେ ଆଚ୍ଛା କ'ଣ ସାହାଯ୍ୟ ହବ ନା ଅର୍ଥ ବିଜନେସ୍ କେମିତି ଆରମ୍ଭ ହବ ଟଙ୍କା ନଦେଲେ ବ୍ୟବସାୟ କରିହବ ମା ତାକୁ ଟଙ୍କାଟେ ଦେଲେ କେତେ ଦେଲେ ଟଙ୍କାଟେ ଟଙ୍କାକରେ ବ୍ୟବସାୟ କରିହବ ତ ଗୋଟେ ଟଙ୍କାରେ ବ୍ୟବସାୟ କରିହବ ନା ଚକୋଲେଟ୍ ବି ମିଳିବନି ଟଙ୍କାକରେ ବ୍ୟବସାୟ କରିବ କିନ୍ତୁ ସିଏ ସେ ଟଙ୍କାକୁ ନେଇକି ବ୍ୟବସାୟ ଆରମ୍ଭ କଲେ ପେପର ମିଲ୍ ହେଇଗଲା ଷ୍ଟିଲ୍ ଫ୍ୟାକ୍ଟ୍ରି ହେଇଗଲା କେତେ କଥା ହେଇଗଲା ଆଶ୍ଚର୍ଯ୍ୟ ହେଇଗଲେ ଅନେକ ସାଧକ ମାନେ ଦେଇକି ଆସି ମାଆଙ୍କୁ ପଚାରିଲେ ଆଚ୍ଛା ମା ସିଏ ଯେତେବେଳେ ଇଣ୍ଡଷ୍ଟ୍ରି କରିବା ପାଇଁ ଚାହିଁଲେ ଅର୍ଥ ସାହାଯ୍ୟ ମାଗିଲେ ତମେ ତ ତା ଟଙ୍କାଟେ ଦେଇଥିଲ ହଁ ସେ ଟଙ୍କାକରେ ଏତେ ବଡ଼ ବ୍ୟବସାୟ କେମିତି କଲା ଆମର ତ ବହୁତ ଟଙ୍କା ଅଛି ଆମେ ଏତେ କରିପାରୁନୁ ଯାଇ ତାକୁ ପଚାର ବାଗଲି ଯାଇ ତାକୁ ପଚାର ତାକୁ ତମେ ଟଙ୍କାଟେ ଦେଇଥିଲ ସେ ଟଙ୍କାକରେ ଏତେ ଡେଭଲପ କେମିତି କରିଛି ଆମ ପାଖରେ ତ ତାଠୁ ଅଧିକ ଟଙ୍କା ଅଛି କାହିଁ ଆମେ ତ କିଛି କରିପାରୁନୁ ଯାଇ ତାକୁ ପଚାର
ସେଠୁ ତାପରେ ଆଚ୍ଛା ହଉ ଏମାନେ ଗଲେ ତାଙ୍କ ପାଖକୁ ତା ପଚାରିଲେ ଆଚ୍ଛା ମା ତ ତମକୁ ଟଙ୍କାଟେ ଦେଲେ ଏ ଟଙ୍କାକରେ ବ୍ୟବସାୟ କେମିତି ଆରମ୍ଭ କଲ? ସେ ବ୍ୟକ୍ତି କଣ ଉତ୍ତର ଦେଲେ? କିଏ କହୁଛି ଏଇଟା ଟଙ୍କାଟେ ବୋଲି? এটা হচ্ছে এ টোকন অফ গ্রেস, এটা হচ্ছে গোটে টোকন, কৃপার গোটে টোকনটে। তুমি এটা কହୁଛ ଟଙ୍କାଟେ ବୋଲି? এটা কৃপার টোকনটা। ଯୋଉ କୃପା ସାରା ସଂସାରକୁ ସୃଷ୍ଟି କରିଦେଇଛି ସେ ଫ୍ୟାକ୍ଟ୍ରି ବନେଇ ପାରିବନି, ପେପର ମିଲ୍ ବନେଇ ପାରିବନି, ତା ପାଖରେ ଅସମ୍ଭବ କଣ? ଯୋଉ କୃପା ସାରା ସଂସାରକୁ ତିଆରି କରିଦେଇଛି ସେଇ କୃପା ଏ ପେପର ମିଲ୍ ବନେଇ ପାରିବନି, ଷ୍ଟିଲ ଫ୍ୟାକ୍ଟ୍ରି ବନେଇ ପାରିବନି, କଣ ନ କରିପାରିବ? ସେଇଠୁ ସେ ଚିନ୍ତା କଲେ ହଁ ଠିକ କଥା। ତାପରେ ଯାଇକି ଯାଅ ଜାଣିଲେ ଯେ ମାଙ୍କର ଯୋଉ ଦେଇଥିବା ଟଙ୍କାଟା ସେଟା ଯେହେତୁ କୃପା ରୂପରେ ସେ ଗ୍ରହଣ କରିଛନ୍ତି ତାମାନେ କୃପା ହିଁ କାମ କଲା। ତାହେଲେ ଏଠି କଣ ଆବଶ୍ୟକ ଥିଲା? ଭାବ। ମୁଁ କହିଲି ନା ତିନିଟା କଥା, କଣ କରୁଛି, କାହିଁକି କରୁଛି, କି ଭାବରେ କରୁଛି, ଏ ତିନିଟା କଥା ସବୁଠୁ ଗୁରୁତ୍ୱପୂର୍ଣ୍ଣ। ବୁଝିଗଲା? ତେଣୁ ନାରୀମାନେ ସମାଜକୁ ବଦଳେଇବେ। ଆଗ ଘରକୁ ତ ଛାଡ଼ିବେ ନା ନାଇଁ? ଆଚ୍ଛା ନାରୀମାନେ କେମିତି ଘରକୁ ଛାଡ଼ିବେ? ନାରୀ ଚାହିଁଲେ ଘରକୁ ଭାଙ୍ଗିବ, ନାରୀ ଚାହିଁଲେ ଘରକୁ ଦିବ୍ୟ କରିକି ସ୍ୱର୍ଗ ପୁରୀ କରିକି ଛାଡ଼ିବ। ହେଲା? କେମିତି? ସପୋଜ ସାବିତ୍ରୀ ଓଷା ଅଛି, ସାବିତ୍ରୀ ସାବିତ୍ରୀ ଦାମୀ ଦାମୀ ଶାଢ଼ୀ ପିନ୍ଧାଯାଏ, ଭଲ ଭଲ ଫଳ ଫଳ ଖିଆଯାଏ, ଏଟା ହୁଏ କି ନାହିଁ? ଏଟା ହୁଏ। ତେଣୁ ଏ ବର୍ଷର ଅର୍ଡର ଅଛି 50,000 ଟଙ୍କିଆ ପାଟଟା ମିଳିବ, ଭାଇ ଆଣିକି ଦେବେ କହିଛନ୍ତି। ଆଉ ଠିକ ଅଛି, ଏଥର ସାବିତ୍ରୀ ସେ 50,000 ଟଙ୍କିଆ ପାଟଟା ଦିଆଯିବ। ବୁଝିଗଲା? କିନ୍ତୁ କଣ ଗୋଟେ ଅସୁବିଧା ହେଇଗଲା, ଏ 3,000 ଟଙ୍କିଆ ଗୋଟେ ସମ୍ବଲପୁରଟେ ଆଣିକି ଦେଇଛନ୍ତି, ପିନ୍ଧି ହବ ତ? ଯେହେତୁ ସାବିତ୍ରୀ ଆଉ ଲୁଗା ନାହିଁ, ସ୍ୱାମୀ ଦେଇଥିବା ଜିନିଷଟା ପିନ୍ଧା ହବ, ଗୋଟେ ଜବରଦସ୍ତିଆ ପିନ୍ଧା ହବ। କିନ୍ତୁ ଗୋଡ ଖାଚି ଖାଚିକା, ନାକ ଭିଣି ଭିଣି କରିକା, ଗର ହେଇକା, ହେଲା, ଇଆଡୁ ସିଆଡୁ ବହେ ବକ ବକ ହେଇକା, ଝଗଡା ଘାଣ୍ଟି କରିକା, ହେଲା, ସବୁ କାମ ଏଠି କରିଦେଲା। ଗୋଟେ ବର୍ଷରେ ଥରେ ଦବ ଯେ ସାବିତ୍ରୀ ଦିନ, ସେଇଟା ପୁଣି ଭାରି କଞ୍ଜୁସିରେ, ରଖ ତମ ଶାଢୀ ମୁଁ ପିନ୍ଧିବିନି, ରଖ, ଏ କୁହାହବ, ଶାଢୀକି ଫୋବଡା ହବ, ତାପରେ ଦିଅ, ରଖି ତ 15 ଦିନ ପରେ ମୁଁ ଆଣିଦେବିନି ପୁଣି ଶାଢୀ। ଯାଅ ଭାଇ ତାଙ୍କର ମୋଟିଭେଟ କରିକି ବୁଝେଇ ବାଜିକି ପିନ୍ଧା ହେଲା। ତାପରେ ରୋଷେଇ ଯେତେବେଳେ କରାହଉଛି ଗୋଡ କାଚି କାଚିକା, ନାକ ଭିଣିଭିଣି ହେଇକା, ହେଲା, ମାନେ ମୋଟାମୋଟି ପ୍ରତିକ୍ରିୟା ପୂର୍ଣ୍ଣ ଭାବରେ, ଅସନ୍ତୋଷ ଭାବରେ, ରାଗ ତମ ଭାବରେ ରୋଷେଇଟା କରାହେଇଛି। ହେଲା, ସେ ରୋଷେଇ ସରିଲା ପରେ ଖାଇବାକୁ ଦିଆହେଇଛି। ଆଚ୍ଛା, ଯେହେତୁ ଅପା ଜଣକ ରାଗ ତମ ହେଇକି ରୋଷେଇ କରୁଛନ୍ତି, ଗୋଡ କାଚି କାଚିକା ରୋଷେଇ କରୁଛନ୍ତି, ତାହେଲେ ସେଇ ଖାଦ୍ୟକୁ ଯିଏ ଖାଇବ ତା ଭିତରେ କଣ ତିଆରି ହବ? ସେଇ ଗୋଡ କାଚଡା, ସେଇ ରାଗ ତମ, ସେଇ ପ୍ରତିକ୍ରିୟା, ସେଇ କ୍ରୋଧ ସ୍ୱଭାବ, ଏଟା ହବ ନା ନାଇଁ? ତାହେଲେ ନାରୀ କଣ ସାହାଯ୍ୟ କଲା? ପରିବାରର ସମସ୍ତଙ୍କ ଭିତରେ ଆଧ୍ୟାତ୍ମ ଚେତନାକୁ କେମିତି ସଞ୍ଚରଣ କରିବ ବା ସମସ୍ତଙ୍କ ଭିତରୁ କେମିତି ଆଧ୍ୟାତ୍ମ ଚେତନା ଅନୁପ୍ରବେଶ କରାଇବ, ସେଥିପାଇଁ ନାରୀଟି ଆଗ ତପସ୍ୟା କରୁଥିବା ଦରକାର। ସେଇ ଖାଦ୍ୟ କରୁଥିବ, କଣ ଭାବୁଥିବ? ମୁଁ ମାଙ୍କ ପ୍ରସାଦ କରୁଛି। ସେଇ ଘର ଝାଡୁ କରୁଥିବ, ଭାବୁଥିବ ମୁଁ ମାଙ୍କ ଘରର ଝାଡୁ କରୁଛି। ସେଇ ବାସନ ମାଜୁଥିବ, ଭାବୁଥିବ ମାଙ୍କ ବାସନ ମଜା ହଉଛି। ସେଇ ଛୁଆ ପିଲାଙ୍କୁ ଖାଇବାକୁ ଦଉଥିବ, ଭାବୁଥିବ ମାଙ୍କ ପିଲାଙ୍କୁ ଖାଇବାକୁ ଦଉଛି। ସେଇ କାମ ହଉଥିବ, କିନ୍ତୁ ମାଙ୍କର ଭାବିକି କରାହଉଥିବ, ମାଙ୍କ ପାଖରେ ନିବେଦିତ ହେଇକି କରାହଉଥିବ, ମାଙ୍କ ଦ୍ୱାରା ପ୍ରେରିତ ହେଇକି କରାହଉଥିବ। ଏଇଭଳି ଭାବ ଯୋଉ ରହିଲା, ତା ଫଳରେ କଣ ହବ? ଜୀବନଟା ଦିବ୍ୟମୟ ହେଇଯିବ। ତେଣୁ ଏଇ ଭାବନା ରହିଲେ ତା ଜୀବନ ତ ଦିବ୍ୟ ହବ। ତାପରେ ସେ ଯୋଉ ଖାଦ୍ୟ ମାଧ୍ୟମରେ କଣ କରିଥିବ?
ଅନ୍ୟମାନଙ୍କ ଭିତରେ ଆଧ୍ୟାତ୍ମ ଚେତନା ଜାଗ୍ରତ କରିଥିବ ହେଲା। ତେଣୁ ନାରୀର କର୍ତ୍ତବ୍ୟ କର୍ମ ହେଲା ଟୁ ଡୋମେନ୍ ଅଫ ଓମେନ୍ ଇଜ ସ୍ପିରିଚୁଆଲ। ମା କଣ କହିଲେ? ନାରୀ ମାନଙ୍କର ଯଥାର୍ଥ କ୍ଷେତ୍ର ହଉଛି ଆଧ୍ୟାତ୍ମତା। ଭବିଷ୍ୟତର ଦିବ୍ୟ ସମାଜ ଗଢିବ ନାରୀ କାହା ଦ୍ୱାରା? ନିଜର ତପଶକ୍ତିର ବିକାଶ ଦ୍ୱାରା। ଆଜିର ନାରୀ ମାନେ ତପଶକ୍ତି ବଢାଉଛନ୍ତି, ଛୁଆମାନଙ୍କୁ ଗପ କହିକି ଶୋଇ ଦଉଛନ୍ତି। ଗପ କହିବା ପାଇଁ ତାପରେ ଟାଇମ ନାହିଁ, ସିରିଏଲଟା ସେଇ ସମୟରେ ଅଛି। ଛୁଆ ଶୋଇବା ସମୟରେ ସିରିଏଲଟା ଅଛି। ଆମେ ସିରିଏଲ ଦେଖିବୁ ନା ଛୁଆଙ୍କୁ ଗପ କହିବୁ? ହଁ, ଯଦି କେତେବେଳେ ଅତି ଛୁଆ ବାଧ୍ୟ କଲା ମାମା ଗୋଟେ ଗପ କହିଦିଅ, ସିରିଏଲ କଥାଟାକୁ ତାକୁ କହିଦିଅ। ଗପ ତ ମୁଣ୍ଡରେ ଢୁକୁନି, ନା ରାମାୟଣ ନା ପୁରାଣ ନା ମହାଭାରତ ନା କଣ, କିଛି ନାହିଁ। ନା ଭକ୍ତ ମାନଙ୍କର ଚରିତ୍ର ନା ସନ୍ଥ ମାନଙ୍କର ଚରିତ୍ର, କିଛି ନାହିଁ। ଋଷି ମୁନି ମାନଙ୍କର ଚରିତ୍ର ଏଡା କୁହାଉନି, ସିରିଏଲ କଥା ତାକୁ କୁହାଉଛି ହେଲା। ତେଣୁ ନାରୀ ମାନେ ସଂସାରକୁ ବଦଳେ। କେମିତି ବଦଳେ? ନାରୀ ଆଗ ନିଜେ ସଜାଡି ହବ ହେଲା। ନାରୀ କାହାକୁ କୁହାଯାଏ? ନାରୀ କାହାକୁ କୁହାଯାଏ? ଭଲ ଏଇ କଥାଟା ମନେ ରଖିବା। ନାରୀ ଶବ୍ଦକୁ ବର୍ଣ୍ଣନା କରିବା, ନ ଅରି ନାରୀ, ବୁଝିଗଲା? ନ ଅରି ନାରୀ, ନ ଅରି ଅରିଗଲା ଶତ୍ରୁତା। ଯାହାର ଶତ୍ରୁତା ନାହିଁ, କେହି ଶତ୍ରୁ ନାହାନ୍ତି, ସେ କାହା ପ୍ରତି ଶତ୍ରୁତା ଆଚରଣ କରେ ନାହିଁ, ତାମାନେ ନାରୀର ଅନ୍ୟ ନାଁ ହେଲା ସର୍ବଂସହା। ମାତୃ ହୃଦୟ ତାର ଅଛି, ତାର ମା ଭଳି ଗୁଣରେ ସେ ସମସ୍ତଙ୍କୁ କୋଳେଇ ନିଏ, କ୍ଷମା କରେ। ଭୁଲ କରିଥାଉ, ଏତେ ସ୍ନେହ ଏତେ ପ୍ରେମ ଏତେ ଉଦାରତା ପ୍ରକାଶ କରିବ ଯେ ସେ ବାଧ୍ୟ ହେଇକି ତା ଭୁଲକୁ ମଙ୍ଗିବ। ମୁଁ ତାର ଗୋଟେ ସତ ଘଟଣା କହୁଛି ହେଲା। ନାରୀ କେମିତି ବଦଳେଇ ଦେଇପାରେ? ଜଣେ ଭାଇଙ୍କର କିଛି ଛୁଆ ପିଲା ନଥିଲେ, ସେ ଜଣେ ଏକ୍ଜିକ୍ୟୁଟିଭ ଇଞ୍ଜିନିୟର, ବୁଝିଗଲା? ଯଦି ମୋର ସେଇ ଜାଗାରେ 28 ତାରିଖ ପ୍ରୋଗ୍ରାମ ଅଛି, ଯୋଉ କଥାଟା ମୁଁ କହୁଛି ସେଇ ଜାଗାରେ 28 ତାରିଖ ପ୍ରୋଗ୍ରାମ ଅଛି। ସେ ଭାଇ ଜଣକ ଏକ୍ଜିକ୍ୟୁଟିଭ ଇଞ୍ଜିନିୟର, ଛୁଆ ପିଲା କିଛି ନାହାନ୍ତି। ତେଣୁ ଚିନ୍ତା କରିଛନ୍ତି ଏତେ ପଇସା ଆମର କଣ ହବ, ଜମିବାଡି କଣ ହବ, ଆଶ୍ରମ କରିବା। ତେଣୁ ସେ ଆଶ୍ରମ କରିବା ପାଇଁ ମାଇଣ୍ଡ ସ୍ଥିର କରିଦେଲେ। ସେତେବେଳେ ଆଜିକାଲି ସିନା ଟ୍ରାଞ୍ଜାକ୍ସନଟା ଆକାଉଣ୍ଟକୁ ପଳଉଛି, ସେତେବେଳେ ନା, କ୍ୟାସ୍ ବୁକରେ ଲେଖା ହବ, ରେଭିନ୍ୟୁରେ ସାଇନ୍ କରାହବ, ତାପରେ ଟଙ୍କା ଗଣିକି ଦିଆଯିବ ଦରମା। ତେଣୁ ଭାଇ ବ୍ୟାଙ୍କରୁ ଷ୍ଟାଫ ମାନଙ୍କୁ ଦରମା ଦେବା ପାଇଁ ପୁଳେ ଟଙ୍କା ଉଠେଇଛନ୍ତି। ଗୋଟେ ଟଙ୍କା ଆଟାଚ ଧରିକି ଆସୁଛନ୍ତି, ପୁରା ଆଟାଚ ଟଙ୍କା ବ୍ୟାଙ୍କରୁ ଉଠେଇକି ଆଣିଛନ୍ତି, ଆଟାଚ ଟଙ୍କା। କିଛି ଡକାୟତ ଫଲୋ କଲେ ତାଙ୍କୁ, ବ୍ୟାଙ୍କରୁ ପୁରା ଫଲୋ କରିକି ଆସିଲେ ହେଲା। ବ୍ୟାଙ୍କରୁ ଫଲୋ କରିକି ଆସିଲେ, ତାପରେ ସେ ଯୋଉ ଆଶ୍ରମ କରିଛନ୍ତି ତାଙ୍କର ଗୋଟେ ମାଙ୍କ ରୁମ କରିଛନ୍ତି, ବୁଝିଗଲା? ନିଜର ବି ଗୋଟେ ରୁମ କରିଛନ୍ତି। ସେ ଭିତରକୁ ଗଲେ, ଡକାୟତ ମାନେ ଗେଟ୍ ପାଖରେ ରହିଲେ ଦେଖିବା ବାହାରୁ, ଆଟାଚକୁ ରଖିଦେଲେ। ଠିକ ସେଇ ମଡେଲ ଆଟାଚ ଆଉ ଗୋଟେ ଧରିକି ଆଇଲେ। ଡକାୟତ ମାନେ ଗେଟ୍ ପାଖରେ ଅଛନ୍ତି, ଦେଖୁଛନ୍ତି କଣ କରୁଛି ଦେଖିବା। ତାଙ୍କର ପୁଣି ପର୍ସନାଲ ଜିପ୍ ଅଛି, ଜିପ୍ରେ ଗଲେ, ସାଙ୍ଗରେ କଣ ଅଛି? ଆଟାଚ। ଡକାୟତ ମାନେ କଣ ଭାବିଲେ? ହଁ, ସେ ଆଟାଚ ଧରିକି ଆସିଲେ, ଗଲେ ତାଙ୍କ ଘରକୁ। ତାଙ୍କ ଘରକୁ ଯୋଉ ଗଲେ, ବନ୍ଦ କରିଦିଅ ନା ମା, ଫ୍ୟାନ୍ ଟା ବନ୍ଦ କରିଦିଅ, ସାଉଣ୍ଡ ନାଇଁ, କରେଣ୍ଟ ସହିତ ମତଲବ ନାହିଁ, ସାଉଣ୍ଡ ଟା ହଉଛି ଏଟା ଟାଣିବ, ପାଖରେ ରହିଯାଇଛି ନା ମୁଁ, ଫ୍ୟାନ୍ ଟା ବନ୍ଦ କରିଦିଅ ଭାଇ। ସେଠି ସେ ଡକାୟତ ମାନେ କଣ କଲେ? ଭାଇଙ୍କୁ ଫଲୋ କରିକି ଗଲେ। ତାଙ୍କ ଘର ସେଠୁ ଗୋଟେ ଜାଗାରେ ଅଛି, 12 କିଲୋମିଟର ଖଣ୍ଡେ ଦୂର ହବ। ଇଏ ଫଲୋ କରିକା ଗଲେ ଆଉ। ବିଲ ଭିତରେ ତାଙ୍କର ଘରଟା, ନୂଆ ଘରଟା କରିଛନ୍ତି। ସେ ନୂଆ ଘରଟା କରିଛନ୍ତି ବିଲ ଭିତରେ, ସେଇ ଘରକୁ ଗଲେ। ଭାଇ ପଶିଲେ, ଜିପ୍ ରହିଲା, ଜିପ୍ ବାହାରିଲା ଆଟାଚ, ଆଟାଚକୁ ଧରି ଭାଇ ଘରକୁ ଗଲେ। ଡକାୟତ ମାନେ ଠହରିଲେ, ତାପରେ ସେ ତାର ଖିଆପିଆ କଲେ, ପୁଣି ଜିପ୍ ବାହାରିଲା, ଗଲେ। ଆଟାଚ ଘରେ ରହିଗଲା,
डकायत मैंने देखु था घरे रहीगला भाई जमी जाई सारे डकायत मैंने फसिले है 6 जन डकायत जड़े नुह 6 जन बुझे 6 जन जाक डकायत सीधा अपा को भुजाइल देखा अपा कह कौन है भाई कौन कौन दरकार कह भुजाइल क्या मत खोज मत भुजाइल देखार किसी कारण नहीं तो चाबिकाठी सेटा तो मागिदब बढ़िया मुझे देदेवी आ भुजाइल क्या देखौछ जा हो एते दिन पर माँ मो प्रार्थना शुणी मो भाई मान को पठे दी मु जो अर्थर टेंशन भितर बुड़की थी बर्तमान अर्थ दायित्व दिखाई ना मत बर्तमान मो भाई मान नहीं जी मु दायित्व रु खलास है अर्थ भगवान शक्ति मु केवल जगुआली की अच्छी जगुआल कम केमती कर मोर परीक्षा हो जाओ भाई मान तुम आसिल तुम आग चाबिकाठी नियो रुह जाइन तो बस एत दिन पर मो घर को आस चा फा टे सरद टे कौन टे देवी नहीं पलैब मत भल लगे ना बस चाबिकाठी धरेदेले बढ़िया चा सरबत फरबत आप्यायित कले अतिथि चर्चा कराजा कले जाओ एबे देख तुम जेते जेते टंका अच्छी सब नहीं जाओ चाबिकाठी धर दी ये गले सब रूम खोजिले से जो आटास्टी को पाइले मात्र 1800 टंका थिला आ किछि कागज पत्र थिला हैला टंका 1800 देले रूपा गहना किछि पाइले सुना जिनिस ही पाइले नहीं लुगा साड़ी फाड़ी मेचे पाइले हाँ बुढ़ा फड़ी बुढ़ाई पड़ेले जड़े किंतु अटकी गला जड़े डका जेत अटकिला ये अपा पचले एरे भाई अटकिल कौन भाई तुम सांग मान सब पड़ेले तुम क्या रही जा 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 ना आउ किसी तो छाड़ी गल कौटी जाओ देख ताले काले कौन छाड़ी जाइथियो नेल ना सब जिनस मत टिके खलास कल तो तापरे से डकायत जनक अपा मुह को चाहला आज पर्यटन मत एभलिया व्यवहार किए देना एभली नम्र कथा कहीं कही ना मत भाई बोली समाधान कर अपार गोड़तले पड़ा अरे भाई तू मो गोड़तले पड़ना जदि तू जानू कि भूल कर माँ गोड़तले पड़ तेणु से माँ गोड़तले पड़ा जो माँ गोड़तले पड़ा कहे तू प्रायश्चित करने चाहूँ मार सेवा कर जीवन कटा तो जीवन में तू जदि किसी प्राय भूल कर प्रायश्चित करने चाहूँ ताले माँ को सेवा करी जीवन टा कटा कहला मु माँ को सेवा करी भाई को गोड़तले पड़ा अपार गोड़तले पड़ा है अपा तक पुओ भाया खाया पीवा दिखती ये आश्रम सबू कम घर द्वारा छाड़ी आश्रम काम कला मझे देह खराब है भाई तार पैसा पत्र खर्च करी ऑपरेशन पत्र सब करेले लास्ट मोमेंट रे बचला नहीं गुड़ाई दिन काम कला आश्रम रे गुड़ाई दिन शेष जीवन पर्यंत से माँ को काम कर भाई तार खाया पीवा देह पा भल मंद सब बुझले तेणु ये थिला डकायत बर्तमान कौन है भगवान सेवक है जीवन में जहाँ जहाँ भूल कर जानी पार लाइफ चेंज क्या जो जड़े माँ तो कृपा निश्चित तो माँ को पाखे पहुंचे मध्यम किए से अपाटी नारी ना पुरुष तेणु जड़े नारी तपस्या जड़े भगवान को डाकिया संभव हो पार भगवान का कृपा लाभ करने संभव कर दी पार जड़े नारी आम परिवार समस्या नहीं आम परिवार स्वामी स्त्री झगड़ा हुए सासु बोहूर झगड़ा हुए बाप पुअर झगड़ा हुए झगड़ा नहीं सब घरे अच्छी आम तो प्रकाश करूना अन्य निज पारिवारिक कथा को लेकिन आम अन्य आगे प्रकाश करूना कि समस्या नहीं निश्चित समस्या अच्छी तेणु ये समस्या सत्वे आम माँ कृपा लाभ कर क्या द्वारा नारी तपशक्ति द्वारा जदि नारी चाहेब मो स्वामी बदली जातु मो परिवार बदली जाऊ जी जहा कहले सह जी जहा कौच कह एते सहब जे भूल करता लोकटा शेष बेंट कह मानिगलु तुमको एते एते कथा कला तुम सही कौती उपादान तमें
হ্যাঁ এই যে সর্বং সহা ফোন কার রিଙ୍ଗ ହଉଛି ଫୋନଟା ଭାଇ ସାଇଲେଣ୍ଟ କରନ୍ତୁ ଫୋନଟା ସାଇଲେଣ୍ଟ କରିଦିଅନ୍ତୁ ତେଣୁ ଏଇ ଯୋଉ ନାରୀର ଗୋଟେ ସ୍ପେଶାଲ ଗୁଣ ହେଲା ସର୍ବଂ ସହା ଅର୍ଥାତ୍ ସବୁ କଥା ସହିବା ଯୋଉ ନାରୀ ସବୁ କଥା ସହିଯାଏ ସବୁ ସହିଯାଏ ସେ ନାରୀ ମହାନ ହେଇଯିବ କିନ୍ତୁ ସହିବା ହଉଛି ନାରୀର ଗୋଟେ ସ୍ପେଶାଲ ଗୁଣ ନାରୀ ପୁରୁଷ ପାଖରେ କାହିଁକି ଦାସତା ସ୍ୱୀକାର କରି ଜାଣିଛ ତା ତିନିଟା ଦୁର୍ବଳତା ଅଛି କଣ ସେଟା ପ୍ରତ୍ୟେକ ନାରୀ ଚାହାନ୍ତି ସୁରକ୍ଷା ଆମେ ରାତିରେ ଏକୁଟିଆ କଣ ଆସିପାରିବା ନା ଯାହା କୁଆଡେ କରିପାରିବା ଡର ରହିବ ନା ନାଇଁ ଯେ ସାଙ୍ଗରେ ମୋ ପୁରୁଷ ଅଛି ମୋ ସ୍ୱାମୀ ଅଛି ଯା ମୋ ସହ ଜଣେ ପୁରୁଷ ଅଛି ତାହେଲେ ଡର ଲାଗିବ ତାହେଲେ ସେ କଣ ଅନୁଭବ କରୁଛି ନାରୀ ମୋର ସୁରକ୍ଷା ହଉଛି ପୁରୁଷ ଅର୍ଥାତ୍ ମୁଁ ଶକ୍ତିହୀନ ପୁରୁଷ ହଉଛି ଶକ୍ତିମତା ତେଣୁ ସେ ପୁରୁଷର ଶକ୍ତି ଉପରେ ନିଜର ସୁରକ୍ଷା ପାଇଁ ଭରସା କରୁଛି ତେଣୁ ପୁରୁଷକୁ ସେ ସାଙ୍ଗ କରିବ ତାର ଦାସତା ସ୍ୱୀକାର କରିବା ବାଧ୍ୟ ଏକ ଦ୍ୱିତୀୟ ସ୍ୱାମୀ ସ୍ତ୍ରୀ ବିବାହ କଲା ପରେ ସ୍ତ୍ରୀ ମାନଙ୍କର ଘର କଳନା ବୁଝିଥାଏ କେମିତି ଜମିବାଡି ଖଣ୍ଡେ କିଣିବା କେମିତି ଘରଟେ କରିବା ଚାଳ ଘରଟା କେମିତି ଛାତ ଘରଟେ କରିବା ପିଲାମାନେ କେମିତି ପାଠଶାଠ ପଢିବେ ପଇସା କେମିତି ସଞ୍ଚୟ କରି ରଖିବା ବଦ ବରଂ ପୁରୁଷ ଗୁଡା ବଦ ଖର୍ଚ୍ଚ କରିଦେବେ କିନ୍ତୁ ନାରୀ ବଦ ଖର୍ଚ୍ଚ କରିବନି ହେଲା ନାରୀ ବଦ ଖର୍ଚ୍ଚ କରିବନି ହେଲା ଯେହେତୁ ନାରୀ ବଦ ଖର୍ଚ୍ଚ କରିବନି ତେଣୁ ସେ ସାଇତିକି ରଖିଥିବ ଆଉ ଠିକ ଦରକାର ସମୟରେ ପଇସାଟି ବାହାର କରିଦଉଥିବ ବରଂ ୟା ତା ନା ଦଉ ମୁଁ ଏଠୁ ଧାର ଆଣିଛି ସେଠୁ ଧାର ଆଣିଛି ତା ନିଜେ ରଖିଥିବ ପଇସା ବାହାର କରିବ ଆଉ ସୁଝିବାକୁ ପଡିବନି କହିଦେଲେ ନା ନିଜେ ଦେଇଛି ବୋଲି ସେ କଣ କହିବ ସେ ଅମକ ଲୋକଠୁ ଆଣିକି ଦେଇଛି ପଇସା ତାକୁ ଠିକ ଟାଇମରେ ଦବ ସେ ତାଙ୍କଠୁ ମୁଁ ଏତିକି ଟଙ୍କା ଆଣିକି ଦେଇଛି ଟାଇମରେ ଦବ ଏମିତି ବାହାନା କରି ସେ ସ୍ୱାମୀକି ଆଣି ପଇସା ଦେଇଥାଏ ଅଭାବଟାକୁ ମେଣ୍ଟେଇ ଦେଇଥାଏ ନାରୀ ନା ଆଉ କିଏ ନାରୀ ବୈବାହିକ ଜୀବନରେ ସାଂସାରିକ ଯୋଉ ବନ୍ଧନ ଭିତରେ ବେଶୀ ଆସକ୍ତ କିଏ ନାରୀ ତେଣୁ ଘର ଦ୍ୱାର କରିବା ଜମିବାଡି କରିବା ଛୁଆ ପିଲା ପାଠଶାଠ ପଢେଇବା ଏ କରିବା ଟଙ୍କା ଦରକାର ଟଙ୍କା ପାଇଁ କାହା ଉପରେ ନିର୍ଭର କରିବ ପୁରୁଷ ଉପରେ ନିର୍ଭର କରିବ ଆଉ ସବୁଠୁ ବଡ କଥାଟି ହେଲା ଦୁର୍ବଳତାଟି ହେଲା ପ୍ରତ୍ୟେକ ନାରୀ ଚାହାନ୍ତି ମାତୃତ୍ୱ ଅର୍ଜନ କରିବା ପାଇଁ ହେଲା ମାତୃତ୍ୱ ଅର୍ଜନ କରିବା ପାଇଁ ଆଉ ମା ପାଇଁ ସେ କାହାକୁ ଭରସା କରିବ ନାରୀଟିଏ ମା ହବ ସେ ଚାହୁଁଛି ମୁଁ ମା ହେବି ପୁରୁଷ ଉପରେ ଭରସା କରିବ ନା ନାଇଁ ତେଣୁ ଏଇ ଦୃଷ୍ଟିରୁ ପୁରୁଷ ଉପରେ ଭରସା କଲା ତେଣୁ ପୁରୁଷର ସେ ଦାସ ହେଇଗଲା ତିନିଟା କଥା ମନେ ହେଲା ଏ ତିନିଟା ଦୁର୍ବଳତା ପାଇଁ ନାରୀ ପୁରୁଷ ପାଖରେ ଦାସ ହେଇଯାଇଛି ନା ନାରୀର ତପଶକ୍ତି ଯେତିକି ସେ ଜାଣିପାରୁନି ନାରୀ ତପଶକ୍ତି ହ୍ରାସ ହେଇଛି କୋଉଥିପାଇଁ ଆଜିକାଲି ଯୋଉ ମଡର୍ଣ୍ଣିଟି ପାଇଁ ଆଧୁନିକତା ତାକୁ ଦେଖିଲା ଆକୁ ଦେଖିଲା ବଢିଆ ବଢିଆ ସବୁ ୱେଷ୍ଟର୍ଣ୍ଣ ଜିନିଷ ଡ୍ରେସ ମେଟେରିଆଲ ସବୁ ପିନ୍ଧିଲା ବଢିଆ ଷ୍ଟାଇଲ କଲେ ପାର୍ଟି ଗଲେ ଗାଁ ମାନଙ୍କରେ ପାର୍ଟି ଘର ମାନଙ୍କରେ ପାର୍ଟି ହେଲା ସବୁ ପାର୍ଟି ବ୍ୟବସ୍ଥା ହଉଛି ଭୋଜି ଭାତ ବ୍ୟବସ୍ଥା ହଉଛି ଏଇଟା ଆଗରୁ ଥିଲା ନା ଆଜିକାଲି ଟେଣ୍ଟ ଡିଜେ ସେ ମ୍ୟୁଜିକ ସେ ଭଜନ ତା ଅନ୍ତାକ୍ଷରୀ କେତେ କେତେ କଥା ସବୁ ଗୋଟେ ଭୋଜି ଖାଇବାକୁ ଯିବୁ ସେଠି ଦେଖିଲା ମେଲୋଡି ଚାଲିଥିବ ହେଲା ମେଲୋଡି ଚାଲିଥିବ ସେଠି ଡ୍ୟାନ୍ସ କାର୍ଯ୍ୟକ୍ରମ ଚାଲିଥିବ ଡ୍ୟାନ୍ସ ଜଣେ ଦେଖିବ ନା ଭୋଜି ଖାଇବାକୁ ଯିବ ତେଣୁ ୟାକୁ ଯେହେତୁ ଆଦରି ନଉଛି ତେଣୁ ସେ ଖରାପ ହବା ପାଇଁ ବାଧ୍ୟ ହଉଛି ତା ଭିତରେ କଣ ଗୁଣ ଅଛି ସେଇଟା ହଉଛି ତା ଆଧ୍ୟାତ୍ମିକତା ଆଉ ନାରୀର ତପସ୍ୟାରେ ଦିବ୍ୟ ଶିଶୁ ମାନେ ଆସିବେ ମୁଁ ଆଉ ଗୋଟେ ଲିଭିଂ ଘଟଣା କହୁଛି ଜଣେ ସାଧକଙ୍କୁ ମୁଁ ଜାଣିଛି ଏବେ ବି ସେ ପଣ୍ଡିଚେରୀରେ ଅଛନ୍ତି ହେଲା ତାଙ୍କ ଲାଇଫର ଗୋଟେ ବିରାଟ ଘଟଣା ଅଛି ତାଙ୍କର ପାଷ୍ଟ ଲାଇଫ ପୁରା ସାଂଘାତିକ ଡନ୍ ଜାଣିଛ ଡନ୍ ଡନ୍ ନା ଶୁଣିଛ ନା ପାମାନେ ଡନ୍ ନା ଶୁଣିଛ ତ ଡନ୍ କହିଲେ ବୁଝି ହଉଛି ଡନ୍ ଗୁଣ୍ଡା ନମ୍ବର 1 ଗୁଣ୍ଡା ଡନ୍ ହେଲା ସେଇଆ ପଣ୍ଡିଚେରୀରେ ହଜାର ହଜାର କେସ୍ ତାଙ୍କର ହଜାର ହଜାର ମାର ଧର ହାଣ କାଟ ପୁରା ତ ଦାଦା ଆଉ ବୁଝିଛି ପଣ୍ଡିଚେରୀ ସହରରେ ସେ ଜୀବନ ପୋଲିସ ତର ରହିଯାଏ ଏଇଭଳିଆ
ଶେଷରେ ସେ ପରିବାରର ସମସ୍ତେ ସ୍ତ୍ରୀ ଲୋକମାନେ ବିଶେଷ କରି ଆସିକି ସେତେବେଳେ ଶ୍ରୀ ମା ଥାଆନ୍ତି, ଆସି ମାଙ୍କୁ କହିଲେ, ମା ଆମେ ତ ପରିବାରର ଆମେ ସମସ୍ତେ ତମର ଆଶ୍ରିତ ହେଲୁ, ଆଉ ଏଇ ପିଲାଟା ଆମ ପରିବାରର କେମିତି ବିଗିଡି ଗଲା, ତମେ ଥାଉ ଥାଉ ସେ କେମିତି ବିଗିଡିଯିବ, ତେଣୁ ତାକୁ ଟିକେ ତମେ ବଦଳାଅ କହିକି ସେ କଣ କଲେ, ପ୍ରାର୍ଥନା କଲେ। ତେଣୁ ଜଣେ ପିଲା ବଦଳିବା ପାଇଁ ପ୍ରାର୍ଥନା ପରିବାର ସାରା କରୁଛନ୍ତି। ସେଠୁ ମା କହିଲେ, କଣ ଜଣଙ୍କର ପରିବର୍ତ୍ତନ ପାଇଁ ଏଠି ସମସ୍ତେ ପ୍ରେୟାର କଲେଣି, ନିଶ୍ଚୟ କିଛି ଗୋଟେ ରହସ୍ୟ ଥିବ ଆଉ। ସେଠୁ ସେ କଣ କଲେ, ହଉ ଠିକ ଅଛି। ମା ସେଠୁ ଫୋର୍ସ ଦେଲେ, ଦେଖିବା ସତରେ କିଛି ହଉଛି ନା ନାହିଁ। ମା ଯେହେତୁ ସେ ପିଲାକୁ ଫୋର୍ସ ପଠେଇଲେ, ତା ସାଇକିକ ସହିତ କନେକ୍ଟେଡ ହେଇଗଲେ, ଜାଣିଲେ ହଁ ଏଇଟା ବିଗିଡି ଯାଇଛି ଆଉ। ତାପରେ ଯୋଉ ଶକ୍ତି ଦେଇଛନ୍ତି ସେ ଶକ୍ତିରେ ତାର ମାଙ୍କ ଆଡକୁ ମୁହେଁଇବାଟା ହେଇଯାଇଛି। ତାକୁ ଗୋଟେ ବିରକ୍ତିକର ଭାବ ଲାଗିଛି, ବହୁତ ହାଣ କାଟ ମାରଧାର ହେଲା, ଆଉ ଏଇଟା କରିବିନି, ଏଣିକି ଗୋଟେ ନୂଆ ଜୀବନ ବଞ୍ଚିବି। ହେଲା, ନୂଆ ଜୀବନ ବଞ୍ଚିବାକୁ ତ ମା ଦେବେ ଆଉ ତ କେହି ଦେଇପାରିବେନି ଆଉ। ଆସିଲା ମାଙ୍କ ପାଖକୁ, କହିଲା ମା ବହୁତ ମୋର କେସ୍ ବାସ୍ ହେଇଗଲା, ହଠାତ୍ ମୋ ଭିତରେ କାହିଁକି ଗୋଟେ ଭାବନା ଆସିଛି ଗୋଟେ ନୂଆ ଜୀବନ ବଞ୍ଚିବି। ସେ ନୂଆ ଜୀବନଟା ତମେ ଆଶୀର୍ବାଦ କଲେ ହବନି। ମା ମୁଁ ଜାଣିଛି ତମେ ଯଦି ମୋ ମୁଣ୍ଡରେ ହାତ ରଖିକି ଆଶୀର୍ବାଦ କରିବ ତାହେଲେ ମୋ ଲାଇଫ ବଦଳିଯିବ, ତେଣୁ ମତେ ଆଶୀର୍ବାଦ ଦିଅ। ସେ ଆଶୀର୍ବାଦ ପୁଣି ଗୁଣ୍ଡା ଷ୍ଟାଇଲରେ ମାଗୁଛି, ଆଶୀର୍ବାଦ କର ତାହେଲେ ମୁଁ ତମ ପାଦ ଛାଡିବି, ନହେଲେ ଛାଡିବିନି ତମକୁ। ଆରେ ଧମକି ଦୁଙ୍ଗାଇକି ଆଶୀର୍ବାଦ ନିଏ। ସେ ମାଙ୍କ ପାଦକୁ ପୁରା ଜାବୁଡିକି ଧରିଛି, ଦେଇ କହୁଛି ତମେ ଆଶୀର୍ବାଦ କର ତାହେଲେ ମୁଁ ତମକୁ ଛାଡିବି, ନହେଲେ ଛାଡିବି। ଶେଷରେ ମା କହିଲା ସତରେ କହୁଛି ନା ତା ଗୁଣ୍ଡା ଷ୍ଟାଇଲରେ କହୁଛି। ପୁଣି ତା ସାଇକି ଭିତରକୁ ଗଲେ, ଦେଖିଲେ ନା ଏଟା ପ୍ରକୃତ ସତ କଥା। ଆଉ ସେ ଭିତରେ ଚାହୁଁଛି ପରିବର୍ତ୍ତନଟା ଆଉ, ତେଣୁ କହିଲା ହଉ ଠିକ ଅଛି। ତା ମୁଣ୍ଡରେ ହାତ ରଖିଲେ, ଆଶୀର୍ବାଦ କଲେ, ଯା ଏଣିକି ନୂଆ ଜୀବନ ତୋର ଆରମ୍ଭ ହବ, କିନ୍ତୁ ସାବଧାନ ବାଇକ ଚଲେଇବୁନୁ, ବାଇକ ଚଲେଇଲେ ତୋର ଡେଥ ହେଇଯିବ, ଆକ୍ସିଡେଣ୍ଟ ହବ, ଡେଥ ହବ। ଇଏ ଏଟା ଭୁଲିଗଲା। ଏ ସବୁବେଳେ ବାଇକରେ ବୁଲେ ନା ସେ ପଣ୍ଡିଚେରୀ ସହରରେ, ଆଇନା କଣ ଚାଲିକି ବୁଲିବ, ବୁଲିଲା। ଏମିତି ଥରେ ଗୋଟେ ସ୍ପିଡରେ ଗାଡି ନଉଥିଲା, ଗୋଟେ କୁଟି ହେଇଗଲା, ଆକ୍ସିଡେଣ୍ଟ ହେଇଗଲା, ଏକାଥରେ ଡେଥ ହେଇଗଲା। କଣ ନୂଆ ଜୀବନ ଆରମ୍ଭ ହବ? ମା କଣ ଆଶୀର୍ବାଦ ତାହେଲେ କଲେ, ତାର ତ ଜୀବନ ଚାଲିଗଲା, କିନ୍ତୁ ତା ସୋଲ ପ୍ରାର୍ଥନା ରଖିଛି ନୂଆ ଜୀବନ, ସାଧନା ଜୀବନ। ତାର ସାନ ଭଉଣୀଟା ହେଲା, ଗୁଡାଏ ଭଉଣୀ ତାର, 5 ଜଣ ନା 7 ଜଣ ଭଉଣୀ ତାଙ୍କର ହେଲା, ତାର ସାନ ଭଉଣୀ ବର୍ତ୍ତମାନ ମାଙ୍କୁ ପ୍ରାର୍ଥନା କରିଛି, ମୋର ତ ମା ମ୍ୟାରେଜ ହେଇଗଲା, ମୁଁ ଯାଇଥାଏ ପିଲାର ମା ହବାକୁ ଚାହୁଁନାହିଁ, ମୁଁ ଗୋଟେ ଏମିତିକା ପିଲାର ମା ହେବି ଯେ କି ଜୀବନ ସାରା ମାଙ୍କ ସେବା କରିବା ପାଇଁ ବ୍ୟାକୁଳତା ରଖିବ। ତେଣୁ ମତେ କୃପା କର, ମୁଁ ଯଦି ସେଇଭଳିଆ ଗୋଟେ ଆତ୍ମାକୁ ମୋ ଗର୍ଭରେ ସ୍ଥାନ ଦିଏ, ଯେ କି ଜନ୍ମ ନେଲା ପରେ ତମ ସେବା ହିଁ କରିବା ପାଇଁ ଫିଟ୍ ହବ। ପ୍ରାର୍ଥନା। ଏ ସୋଲଟି କଣ ଚାହିଁଛି? ନୂଆ ଜୀବନ। ଭଉଣୀର ସୋଲ କଣ ଚାହିଁଛି? ଗୋଟେ ଭଲ ସୋଲ। ଭଉଣୀର ଆତ୍ମା ଚାହୁଁଛି ଗୋଟେ ଭଲ ସୋଲ ଆସୁ ମୋ ଗର୍ଭରେ ସ୍ଥାନ ପାଉ। ଇଏ ଗୁଣ୍ଡାର ସୋଲ କଣ ଚାହିଁଛି? ବର୍ତ୍ତମାନ ନୂଆ ଜୀବନ, ସାଧନା ଜୀବନ, ଭଗବତ ଜୀବନ, ଆଧ୍ୟାତ୍ମିକ ଜୀବନ। ତେଣୁ ଭଉଣୀ ଆଉ ଭାଇର ସୋଲ ବର୍ତ୍ତମାନ ସଂଯୋଗଟା ଗୋଟେ ପ୍ରକାର ହେଇଯାଇଛି। ଭାଇର ସୋଲ ଭଉଣୀ ଗର୍ଭରେ ଯାଇ ସ୍ଥାନ ପାଇଗଲା। ବର୍ତ୍ତମାନ ଭଉଣୀ ଚିନ୍ତା କଲା, ରେ ମୁଁ ତ ମା ହବାକୁ ବାହାରିଲି, ମାଙ୍କର ପରାମର୍ଶ ନବା। ସେଠି ସେ ମାଙ୍କ ପାଖକୁ ଗଲେ, ମା ମୁଁ ଏବେ ଅନ୍ତଃସତ୍ତ୍ୱା ପିଲାର ମା ହବାକୁ ଯାଉଛି, ହେଲେ ଏ ପିଲାକୁ କେମିତି ଗଢିବାକୁ ହବ, କେମିତି ଯତ୍ନ ନେବାକୁ ହବ, କୋଉ ପ୍ରକାର ପ୍ରସ୍ତୁତି ରହିବାକୁ ହବ, ମତେ ଟିକେ ଗାଇଡଲାଇନ ଦିଅ। ମା ଯୋଉ ଯୋଉ ପ୍ରକାର କଥା କହିଲେ ଇଏ ସେଇ ପ୍ରକାର କାମ କଲେ ହେଲା। ଶେଷରେ ପିଲାଟି ଜନ୍ମ ହେଲା। ଜନ୍ମ ହେଲା ପରେ ଚିନ୍ତା କରାହଉଛି, ତା ମା ଚିନ୍ତା କରୁଛି, ଯୋଉ ପିଲାଟା ମାତୃ ଗର୍ଭରେ ଥିଲା ବେଳେ ଭଗବାନଙ୍କୁ ଡାକି ଡାକା ତିଆରି ହେଇଛି, ଭୂପୃଷ୍ଠରେ ସ୍ଥାନ ପାଇଲା ପରେ ବା ଜନ୍ମ ନେଲା ପରେ ସେଥିରେ ମାଙ୍କୁ ଦେଖିବା ଦରକାର। ତେଣୁ ମାଙ୍କ ପାଖକୁ ସେ ନେଇକି ଆସିଛି।
ମା ତାକୁ ଟଚ୍ ଦେଲେ, କହିଲେ ମା ୟାର ନାଁ ଦିଅ। ନା କଣଟା ଦେବି, ଏ ତ ସେଇ ଆତ୍ମାଟା ଆସିଛି, ଆଉ ନା କଣଟା ଦେବି? କଣ ସେଇ ଆତ୍ମା? ପୂର୍ବ ଜୀବନରେ ତୋର ଯିଏ ଭାଇ ଥିଲା ହେଲା, ଏଇ ଯୋଉ ସୋଲଟା ବର୍ତ୍ତମାନ ଯେ ଆସିଛି, ୟାର ପୂର୍ବ ଜୀବନଟା ତୋ ଭାଇ, ଅର୍ଥାତ୍ ଏଇଟା ତୋ ଭାଇଟା, ତୋ ଭାଇର ଆତ୍ମାଟା ତୋ ପୁଅ ହେଇକି ଆସିଛି। ବୁଝିହଉଛି? ଭାଇର ଆତ୍ମା ତାର ପୁଅ ହେଇକି ଆସିଛି, ଭଉଣୀ ଗର୍ଭରେ ସ୍ଥାନ ପାଇକି ପୁଅ ହେଇକି ଆସିଛି। ତ ସେ ଆତ୍ମାଟା ଆଉ ନା କଣ ଦେବି? ନା ଆଉ ଦିଆ। ତେଣୁ ତା ଇତିହାସଟା କହିଦେଲେ, କହିଲେ ତୋ ଭାଇ ଏମିତି ଏମିତି ପୁରା କହିଥିଲା, ଏଇଭଳିଆ ପରିସ୍ଥିତି ହେଇଥିଲା। ମା ତାକୁ ଲେଖିକି ଦେଲେ ଏଇ କଥା କହିଲା। ସେ ବ୍ୟକ୍ତି ଏବେ ବି ଅଛନ୍ତି ଆଶ୍ରମରେ। ବୁଝିଗଲା? ଏବେ ବି ଅଛନ୍ତି, ଏକ୍ସକ୍ଲୁସିଭଲି ମା କାମ କରୁଛନ୍ତି। ଜଣେ ସାଇଣ୍ଟିଷ୍ଟ ସେ ହେଲା, ଜଣେ ବାୟୋଲୋଜିଷ୍ଟ, ଜଣେ ୱାଇଲ୍ଡ ଲାଇଫରେ ଟ୍ରେନିଂ ଦଉଛନ୍ତି ପିଲାମାନଙ୍କୁ, ଆମର ଆଶ୍ରମ ପିଲାମାନଙ୍କୁ ସାପ ଫାପ କେମିତି ଧରିବ ଟ୍ରେନିଂ ଦଉଛନ୍ତି। ବାୟୋଲୋଜି ଆଶ୍ରମ ଲେକ୍ରେ ବାୟୋଲୋଜି ପରୀକ୍ଷାଗାର ସବୁ ଅଛି, ସେଠି ପିଲାମାନଙ୍କୁ ନେଇକି ବିଭିନ୍ନ ପ୍ରକାର ବାୟୋଲୋଜି ଟେଷ୍ଟ ସବୁ କରାଉଛନ୍ତି ହେଲା। ଡାଏରୀ ୟୁନିଟ୍ର ମୁଖ୍ୟ ହେଇକି ରହିଛନ୍ତି। ଗାଈମାନଙ୍କୁ କେମିତି ଉପଯୁକ୍ତ ଫିଡିଂ ଦିଆଯିବ, ତାଙ୍କ ଟ୍ରିଟମେଣ୍ଟ କେମିତି କରାଯିବ, କଣ କରାଯିବ, ସେ କଥା ସେ ବୁଝୁଛନ୍ତି ହେଲା। ତ ଚିନ୍ତା କରନ୍ତୁ, ସେ ତ ଚାହିଁଥିଲେ ସାଇଣ୍ଟିଷ୍ଟ କୋଟି କୋଟି ଟଙ୍କା ରୋଜଗାର କରିପାରିଥାନ୍ତେ ଚାକିରି କରିକି। ଆମେରିକାରୁ ଟ୍ରେନିଂ ନେଇକି ଆସିଛନ୍ତି, ଡାଏରୀ ୟୁନିଟ୍ର ଟ୍ରେନିଂ ନେଇକି ଆସିଛନ୍ତି। ତେଣୁ ଚାହିଁଥିଲେ ତ ବହୁତ କଥା ହେଇଥାନ୍ତା। ବାୟୋଲୋଜିଷ୍ଟ ଜଣେ ହେଲା, ଜୀବ ବିଜ୍ଞାନୀ ଜଣେ, ବୁଝିହେଉଛି? ତେଣୁ କଣ କଣ ନାହିଁ ତାର ସବୁ ପ୍ରକାର କ୍ୱାଲିଟି ତାଙ୍କଠି ଅଛି। ୱାଇଲ୍ଡ ଲାଇଫରେ କାମ କଲେ ବହୁତ କଥା ମିଳିଥାନ୍ତା। ହଁ, ଜିଓଗ୍ରାଫି ଚ୍ୟାନେଲ ବା ଆମର ଟିଭିରେ ଯୋଉ ଦେଖଉଛି ବହୁତ ବହୁତ କଥା ମିଳିଥାନ୍ତା, କିନ୍ତୁ ହେଇପାରୁନି। କାହିଁକି? କାରଣ ତା ସୋଲ ମାଙ୍କ କାମ କରୁଛି। ବୁଝିହେଉଛି? ତାର ସୋଲ ମାଙ୍କ କାମ କରୁଛି। କାହିଁକି? ଏଟା ପୂର୍ବର ପ୍ରାର୍ଥନା ଥିଲା କି ନାହିଁ? ସୋଲର ପ୍ରାର୍ଥନା କିଏ ବ୍ୟର୍ଥ ହବନି, ଏଟା ମନେ ରଖିଥାନ୍ତି। ତେଣୁ ଆମେ ଆମ ପରିବାରରେ ବିଶେଷ କରି ମହିଳା ମାନେ, ସେ ଗୋଟେ ଗୋଟେ ସୋଲ। ସିଏ ଯୋଉ ପିଲାକୁ ଆଣିଛନ୍ତି ଏଟା କାହାର? ସେ କହୁଛନ୍ତି କଣ ନା ମୋ ପିଲା। ସତନା ମିଛ? ମୁଁ ତାକୁ ବଢିଆକି ପାଠ ପଢେଇବି। ଜର୍ସି ଗାଈ ତ ସିଏ। ଜର୍ସି ଗାଈ କଣ କରାଯାଏ? ମୁହଁରେ ଦାନା ଦିଆଯିବ, ସିଆଡେ କ୍ଷୀର ଟଣା ହବ। ପିଲାକୁ ସେମିତି କଣ କରାହବ? ବଢିଆ କୋଚିଂ ଦିଆଯିବ, ଟ୍ୟୁସନ ପତ୍ର ଦିଆଯିବ, ବଢିଆ ବଢିଆ ସ୍କୁଲରେ ପାଠ ପଢା, ଖର୍ଚ୍ଚ ହଉ ଲକ୍ଷ ଲକ୍ଷ, ଚିନ୍ତା ନାହିଁ। କିନ୍ତୁ ବଡ ହେଲା ପରେ କଣ ହବ? କୋଟି କୋଟି ଟଙ୍କା ଇନକମ କରିବ। ମୁଁ ଲାଖ ଖର୍ଚ୍ଚ କରିବି କୋଟି ପାଇବି, ଲକ୍ଷେ ଖର୍ଚ୍ଚ ହଉ କୋଟି ପାଇବି ନା। ଏଟା ବିଜନେସ ମାଇଣ୍ଡ ନା ଅନ୍ୟ କିଛି? ଏଟା ଭଲ ବିଜନେସ ନୁହଁ? ଭଲ ବିଜନେସ କିଏ କରିଥିଲା? ଦ୍ରୌପଦୀ। କେମିତି? ସୁଦର୍ଶନ ଚକ୍ରଟା ବୁଲୁ ବୁଲୁକା ତାଙ୍କ ନାଗୁଟି କଟିଗଲା, ଧଟିକି ଲୁଗାଟା ଚିରି ପକେଇଲେ, ପିନ୍ଧିବା ଲୁଗାଟାକୁ କାନିଟାକୁ ଚିରି ପକେଇଲେ, ବାନ୍ଧି ପକେଇଲେ। ଆଉ କେତେ ଦେଇଥିବ କପଡା? ଯେ ଆଙ୍ଗୁଠିରେ ଯୋଉ ବ୍ଲଡ ବାହାରି ଯାଉଛି ଗୁଡେଇବା ପାଇଁ କେତେ ଲୁଗା ଦେଇଥିବେ, ହାତେ ଦି ହାତ ଖଣ୍ଡେ ଦେଇଥିବେ। କିନ୍ତୁ ଦେଖ, ମହାଭାରତ ଯୁଦ୍ଧ ହବା ପୂର୍ବରୁ କୁରୁ ସଭାରେ ତାଙ୍କୁ ଯୋଉ ପ୍ରକାର ବିବସ୍ତ୍ର କରାଗଲା, ଡାକିଲା, ପ୍ରାର୍ଥନା କଲା, ଶେଷରେ କଣ କଲେ ଭଗବାନ? ସେ କହୁଛି ମତେ ରକ୍ଷା କର, କହି ନିଜେ କଣ୍ଟ୍ରୋଲ କରଉଛି। ହବ? ହେଲାନି। ଗୁରୁଜନ ମାନଙ୍କ ପାଖକୁ ଯାଇକି ପ୍ରାର୍ଥନା କରୁଛି, ଶୁଣିଲେନି। ନିଜେ ଉଦ୍ୟମ କରୁଛି, ହେଲା ନାଇଁ। ମତେ ରକ୍ଷା କର ବୋଲି କହୁଛି, ହେଲା ନାଇଁ। ଆରେ ମୁଁ ତ ଯିଏ, ତତେ କୃଷ୍ଣ କହିଲେ କଣ ଏତେ ଅଜ୍ଞାନତା ତୋ ଭିତରେ କେମିତି କାମ କଲାଣି? ଆରେ ତୁ ତ ଯିଏ, ମୁଁ ତ ସିଏ। ଆଉ ତୁ କଣ କହୁଛୁ ମତେ ରକ୍ଷା କର? ମୁଁ ଅଲଗା, ତୁ ଅଲଗା ନା କଣ? ତୁ କୋଉଦିନ ଫିଲିଙ୍ଗସ ଆଣିବୁ ତୁ ଆଉ ମୁଁ ଏକ ବୋଲି? ବର୍ତ୍ତମାନ ଅତି ମାତ୍ରାରେ ହେଇଗଲା ପରେ ଭାବ ବାହାରିଲା। କଣ ଭାବ? ପ୍ରଭୁ ତମେ ତମ ଲଜ୍ଜାକୁ ରକ୍ଷା କର। କାହାର ଲଜ୍ଜା? ବର୍ତ୍ତମାନ ମୋର ଲଜ୍ଜା ନିବାରଣ କରିବା ପାଇଁ ମୁଁ ପ୍ରାର୍ଥନା କରୁନି, ତମ ଲଜ୍ଜାକୁ ନିବାରଣ କରିବା ତମେ ଆସ। ଦ୍ରୌପଦୀର ବିବସ୍ତ୍ର ହେବା ଅର୍ଥ ଏଇଟା ଶ୍ରୀକୃଷ୍ଣଙ୍କ ଅପମାନ। ତେଣୁ ତମେ ତମ ଅପମାନ ଯୋଉ ହଉଛି ରକ୍ଷା କର। ଆସିବେ ନା ନାଇଁ? ଶାଢୀ ରିଲ ଛାଡିଦେଲେ, ଟାଣରେ ଦୁଃଶାସନ କେତେ ଟାଣୁଛୁ, ଟାଣି ଟାଣିକା ଥକିଗଲା ପଛେ ସାରି ପାରିଲାନି। କେତେ ଦେଇଥିଲା? ନାଇଁ ନାଇଁ, ଭଗବାନ ତ କୋଠି ବସ୍ତ୍ର ଦେଲେ, ହେଲେ ଇଏ କେତେ ଦେଇଥିଲା? ଲୁଗା କାନିରେ ହାତେ। ଭଲ ଇନଭେଷ୍ଟମେଣ୍ଟ କି ନାହିଁ କୁହ? ତେଣୁ ଭଗବାନ ଯେ ଟିକିଏ ଦେଇଥିବ, ଭଗବାନ ତ କେତେ ଦେବେ ଅନୁମାନ କରିଅଛି। କୋଉ ସମୟରେ ଦେବେ? ଠିକ ସମୟରେ। ଆଗରୁ ଦେବେ କି?
आगुरी देने एते लुगा देता धरती बुलता कौटी बुलियो हम द्रौपदी के आगुरी लुगा दे दिया धरी बुलता केत दुशासन टाण नब धरी बुलता हम हम कि हमनी क्या दुशासन आपटे पण तो से केत लुगा टाण नहीं जो तुम धरती के गंठिल बुलता तेणु ट्रिप ट्रिप लुगा धरी से बुलियो हैं नाई तेणु ठीक समय मिलियो ना नहीं से अच्छी कौटी भगवान पाखे तेणु ठीक समय जी दरकार ये मिलियो ना नहीं आगुरी मिलियो नहीं कि पचर मिलियो ये हूँ कृपा नारी कथा चिंता कर मोर आज ना मो पाखे तो असुविधा होता जदि भगवान कृष्ण आगुरी ट्रिप ट्रिप शाढ़ी देकी रखी था घरे से शाढ़ी की जगी था ना धरिकी बुली था से धरिकी बुली पार था कि तेणु ठीक समय भगवान देदेले तेणु भगवान पाखे सुरक्षित होगी से शाढ़ी आज जब घर को दे था ठीक समय कम लगी न था तेणु आगुरी देवे नहीं पछर देले कम तो ना कौन नहीं जा तुम जिन पछर कम लगे तेणु आगुरी देवे नहीं कि पछर देवे नहीं बेसी देवे नहीं कि कम देवे नहीं जेतिक दरकार से ये हूँ भगवान कार्य करिया तरीका बुझी केत हम नारी सिनसीयर प्रेयर जो हम जो सी आ भगवान एक अनुभव सी भगवान को फोर्स को भगवान को कृपा को कार्यकारी कर तो नारी परिवार जमी भगवान को कृपा को आनी कार्यकारी कर अन्य माने पारे बुझीगला अन्य माने पारे कहीं नारी माने होचंदी मां कर विभूति सकल एटा सिक्रेट पुरुष नुहे नारी माने होचंदी मां कर विभूति सकल प्रत्येक नारी भितर मां कर कौन ना कौन गोटे गुण अच्छी मां कर चारिटा महान व्यक्ति रूप अच्छी जान गोटे महेश्वरी महाकाली महालक्ष्मी महासरस्वती चार्टा कहली बुझीगला महेश्वरी महाकाली महालक्ष्मी महासरस्वती प्रत्येक नारी भितर काटी महेश्वरी गुण थी काटी महाकाली गुण थी काटी महालक्ष्मी गुण थी काटी महासरस्वती गुण थी किंतु अच्छी तो नारी पाखे जो मां अंश मां शक्ति रही तेणु सी चाहिए संसार को बदल ना नहीं कि सी कौन कर टीवी सीरियल देखुं पिला को आने पूर्व मोबाइल केते समय दिखाई छुआ जन्म है खाऊनी कौन करा हौ मोबाइल देख मोबाइल धर दे पिला चुप हो कि नहीं है कहीं छुआ मोबाइल प्रति आक्वेंटेड केमती बाहर डीजे जाऊँ 2 वर्षिया 2.5 वर्षिया छुआ खाली कोडू छिंडी पड़ू मुझे जाके डीजे पाखे नाची कौन नाच क्लास शिखई आते डीजे टा कौट शिखला डीजे आगे डांस कर जो छिंडी पड़ू कोडू कौट शिखला ता माँ ताको गर्भरे धारण कर समय रे मोबाइल देखी ना नहीं डांस देखी ना नहीं नाच फाच फिल्म फिल्म फाइटिंग सीन देखी ना नहीं ता माँ जब खाली फाइटिंग सीन देखुव ता छुआ कौन हम फाइटिंग कर ता माँ जदि डांस देखुव जन्म है पिला कौन हम डांस देख सी यदि खाली मोबाइल अनेला ता छुआ जन्म है मोबाइल नहीं तमें मो मम्मी नुह तुमको मम्मी आज डाक मोबाइल देव तार मम्मी आजिकल पिला टेंडेन्सी ना नहीं तार कारण कौन ये जो अवस्था बुझी आ नारी माने जहा जहा करती विशेष कर माँ माने जहा जहा करती छुआटी से धड़ा धड़ पड़ा पड़े मुझे तार आ गोटे उदाहरण कही शेष कर मुझे स्कूल को जाइए कैंप करी मत सेक्रेटरी कहे भाई आम सका तो 10टा बेलू कैंप कर 9टा बेलू कर छोटिया पिला छुट्टी करदे हाँ नहीं करना तो 9टा पर्यटन स्कूल कर मोर 10 रु कार्यक्रम आरंभ राति 9 पर्यटन राति 9-10 पर्यटन तुम सकाया कर कौन कर तेनाली सी सकाया स्कूल कर छोटिया पिला अप टू 5 पर्यटन क्या 6 रु पिला माने कैंप रे जोग दौरान तेणु 5 पर्यटन पिला से सका 6:30 रु 9 पर्यटन कर अच्छा तारी भर मुझे देखिली गेट पाखे नर्सरी क्लास छुआ सब जगी माँ माने बापा माने आसे गार्डियन माने आसे ने गोटे ड्रेस पिंधला गोटे अपाटे गोटे छुआ को भारी जोर लगुच
पूरा फायर। मु से अपा पाखु गली बोले अपा कौन है कि ककड़ा भी से बिंदी बुंदा देला ना कौन सौ सा फँ फा हो भाई आपण चुगली कर मास्टर अच्छे मुझे देखली है आपण चुगली कर मास्टर है कौन है कौन ना भाई कौन कहबी है कौन कहबी आजिकल छुआ डिम्बुर छुआ फुटी ना अथच सांघातिक भाव बिहेव कर कौन कला कौन भाई कौन कहबी टिके छुआ नर्सरी से पाठ पढ़ी मत आखि मार दूची मुझे सरीगला सी अपा को आखि मारदेला मु आउ टिके चुगले कहली तुम टे किस मारदेवा कहला आपण चुगला लोक अच्छा आपण चिड़ेबार धुरंधर कौन है कौन छुआ कौन जानची आखि मारा किस करा एटा से छुआ जानची ना तार से बहुत आनंद से जहाँ देखी देख ठहरा से छुआ कौट गोटे देखी तो प्राक्ट कर देख ठहरा मुझे बुझौला ता माँ मुझे जानी ता माँ चिड़ाई शुणुची बोली बुझे लगी कौन है भाई आम छुआ कौन कर ना किसी ना आम आप घर आड़े जीवु चापा देवे ना नहीं कहला भाई चा टे देवे ना ये गोटे कथा कहते मैंने आम आप घर आड़े बुली जीव तो योजना चलती है प्रति गार्डियन घर टे बुलवा कौन है कौन ना देखिए ऑब्जर्व करवा है ये कथा हो तो किसी ना व्यस्त हवा दरकार ना कि से सब कथा शुणिला बुझेगा से कौट गोटे देखी निहती करुच्ची आइदर तार पेरेन्ट्स हो कि अन्य कौट से देखी तेणु आम से देखा कौन है ऑब्जर्व करवा दिन मुझे क्लास को गली गली से अपा बस्ता है टिफिन छुट्टा से छुआ कह भाई मोर आपुल दे मम्मी खाइब गोटे नियो मो पिठे पूरा पचाना हो जाऊँगी मत बुले आण ना मुझे भेड़े बुले आनली ना रे बाह बढ़िया कलाटा लगे चिताटा ये चिताटा किए लगे मो मम्मी अच्छा अच्छा तो मम्मी तो बढ़िया सजे जानी ना हाँ मो मम्मी मत स्कूल आनती डाडी आ मत स्कूल नहीं कि जाती मम्मी मुझे डाडी कौन करती मो डाडी इंजीनियर जे अच्छा कौटी ना ऑफिस रे अच्छा अच्छा तुम डाडी भल लगती ना मम्मी भल लगती ना डाडी भल मुझे कौन भाई डाडी मत पार्क नियंती नुआ ड्रेस दियंती आइसक्रीम दियंती मार्केट बुले नियंती मम्मी कौन भाई भल नु मम्मी पाठ पढ़ाती पाठ न आसने खुंदा मारती तेणु मम्मी भल नु छुआ सत कथा कहूँ ना मिछ कथा कहूँ मुझे चाहिए जो ड्रेस टा किए पिंधे ना मो मम्मी अच्छा अच्छा चिताटा किए लगे ना मम्मी मुंड किए कुंडी ना मम्मी आ मम्मी एत काम करते मम्मी भल न कहला ना तुमको बाय बाय करते कि नहीं हाँ मो मम्मी मत गाड़ी बसई दियंती मु मो डाडी अंटा को धरिकी बसे तापर मो मम्मी आखि मारती से केते सुंदर भाव सरल भाव कहदेला मो मम्मी आखि मारती बाय बाय करती है से आखि मारा बाय बाय करे कौट देखी घरे ता मम्मी जो स्कूल को छाड़े बापा मध्यम से देखी बाबा ऑफिस जीवे छुआ को छाड़ देकी जीवे से मम्मी टी आखि मार दी ठहरे दी छुआ तेणु सी से अपा पाखे प्राक्ट कर तेणु जहाँ देखिए से शिखे भूलटा कौटी तेणु नारी जने निजु केते श्रृंखलित कर संयमी कर सहनशील केते धैर्यशील केते उदार केते समभावपन्न केते शांत केते नीरव केते सर्वसहिष्णु गुण केते निरंकार निस्वार्थपर अकपट सत्यनिष्ठ आत्मजयी एवं केते सरल प्रकृतिर हवा दरकार सेटा हूँ तार असल क्वालिटी तार असल महान पणिया हूँ से आजिकल नारी करना मेटालिस्टिक हो गले घर द्वार अयस आराम एंजॉयमेंट ये देखिले इवन बही खंडे बस पढ़िया भी टाइम नहीं सीरियल देखिले है ना आजिकल मेसीन से रखिले वाशिंग मेसीन रखिले से लुगापटा सफा कला ग्राइंडर रखिले से मसला बाटला कौटी कौन परिश्रम कले मोटर रे पानी उठेले आ कूर पानी टाणी पड़ा नहीं कि ट्यूबवेल हैंडल मारिया पड़ा नहीं काम इजियर है कि नहीं इजियर है कौन है लोक अलसुआ है अलसुआ कौन है रोग है रोग है कौन है अचेतना भितर डुबिलु मरिया को बाध्य तो नारीर असल शक्ति हूँ तार आध्यात्मता शक्ति नारी जब तपशक्ति को वृद्धि कर संसार खूब शीघ्र बदल जाए पूर्णांग शिक्षार धारे पूर्ण जोगर धारे पाठचक्र धारे आम निजे निजक सजाड़ी हवा
ଅନ୍ୟମାନଙ୍କ ପାଇଁ ଉଦାହରଣ ହେବା। ଯାହା ଆମେ ଅନ୍ୟମାନଠୁ ଆଶା କରୁଛୁ, ଯୋଉ ଗୁଣ ଗୁଡ଼ିକର ବିକାଶ କଥା ଆମେ ଆଶା କରୁଛୁ, ତାର ଉପଯୁକ୍ତ ଉଦାହରଣ ହେଇକି ଅନ୍ୟକୁ ଦେଖେଇବା, ତାହେଲେ ତାଠି ସେଟା ପ୍ରତିଫଳିତ ହବ। କହିକି ନୁହଁ, ଉପଦେଶ ଦେଇକି ନୁହେଁ, ଉପଦେଶ ଦେଇ କାହାକୁ ବଦଳାଇ ହବନି। ଆମେ ଯାହା କରିକି ଆଚରଣ କରି ଦେଖେଇବା, ସେଇଟା ଅନ୍ୟ ଦ୍ୱାରା ଅନ୍ୟକୁ ପ୍ରଭାବିତ କରିବ। ତେବେ ଭବିଷ୍ୟତ ସମାଜ ଗଠନରେ ନାରୀର ଭୂମିକା ଯେହେତୁ ଅତି ଗୁରୁତ୍ୱପୂର୍ଣ୍ଣ, ତା ଅସଲ ଶକ୍ତିଟା ହେଲା ତାର ତପଶକ୍ତି। ତେଣୁ ଆମେ ଯଦି ତପଶକ୍ତିର ବୃଦ୍ଧି କରାଇବା, ତାହେଲେ ସଂସାରରେ ନିଶ୍ଚିତ ଉନ୍ନତି ହେଇପାରିବ। ଧନ୍ୟବାଦ। ସାରିବା। ସାଇଲେନ୍ସ। O Supreme Lord, eternal truth, let us obey the alone and live according to truth. Paramocha Prabhu Satya Nitya Tameva Kevalam Anvarta Mahe Satyam Anujivam Kevalam. हे परम प्रभु चिरंतन सत्य, आमे केवल तुमरी आज्ञा वो हो उठू और सत्यर विधान का आश्रय करी जीवन धारण करू। ओम आनंदमयी चैतन्यमयी सत्यमयी परमे ओम शांति शांति।